ବୃକ୍ଷରୂପୀ ଅସ୍ତ୍ରଶସ୍ତ୍ର ଧରିଥିବା ବାନରମାନେ ଶ୍ରୀରାମଙ୍କର ଜୟ ଜୟକାର କରି ଆଗକୁ ଧାଇଁଲେ। ବାନର ଓ ରାକ୍ଷସମାନେ ଦ୍ୱନ୍ଦ୍ୱ ଯୁଦ୍ଧରେ ମାତିଗଲେ। ଏପଟେ ଓ ସେପଟେ ଉଭୟ ପକ୍ଷରେ କାହାର ବି ବିଜୟୀ ହେବାର ଇଚ୍ଛା କମ୍ ନଥାଏ। ବାନରମାନେ ରାକ୍ଷସମାନଙ୍କୁ ମୁଥ ଓ ଲାତ ମାରୁଥାନ୍ତି, ଦାନ୍ତରେ କାମୁଡ଼ି ପକାଉଥାନ୍ତି। ବିଜୟୀ ବାନରମାନେ ସେମାନଙ୍କୁ ମାଡ଼ ମାରିବା ସଙ୍ଗେ ସଙ୍ଗେ ଧମକାଉଥାନ୍ତି, ମାର ମାର, ଧର ଧର, ଧରି ପକାଇ ମାରିଦିଅ, ମୁଣ୍ଡ ଫଟେଇ ଦିଅ, ହାତ ଉପାଡ଼ି ଦିଅ। ନବଖଣ୍ଡ ମେଦିନୀ ଏହିପରି ଧ୍ୱନିରେ ପୁରୀ ଯାଇଥାଏ। ଗଣ୍ଡି ସବୁ ଏଣେତେଣେ ପ୍ରଚଣ୍ଡ ବେଗରେ ଦୌଡ଼ୁଥାନ୍ତି। ଆକାଶରେ ରହି ଦେବତାମାନେ ଏହି କୌତୁକ ଦେଖୁଥାନ୍ତି। ସେମାନେ କେତେବେଳେ ବିସ୍ମିତ ହେଉଥାନ୍ତି ତ କେତେବେଳେ ଆନନ୍ଦିତ ହେଉଥାନ୍ତି। ରକ୍ତ ବୋହି ଗାଡ଼ମାନଙ୍କରେ ଜମାଟ ବାନ୍ଧି ଯାଇଥାଏ। ତା ଉପରେ ଧୂଳି ଉଡ଼ି ବସି ଯାଇଥାଏ। ଦେଖି ମନେ ହେଉଥାଏ ସତେ ଯେପରି ରଡ଼ ନିଆଁ ଉପରେ ପାଉଁଶ ବସି ଯାଇଛି। କ୍ଷତ ବିକ୍ଷତ ବୀରମାନେ ପୁଷ୍ପିତ ପଲାଶ ବୃକ୍ଷ ପରି ଦେଖାଯାଉଥାନ୍ତି। ଲକ୍ଷ୍ମଣ ଓ ମେଘନାଦ ଦୁଇ ଯୋଦ୍ଧା ଅତ୍ୟନ୍ତ କ୍ରୋଧାବିଷ୍ଟ ହୋଇ ଏକ ଆରେକ ସହିତ ଲଢ଼ୁଥାନ୍ତି। କେହି କାହାକୁ ଜିଣି ପାରୁନଥାନ୍ତି। ରାକ୍ଷସ ଛଳ ବଳ ଦେଖାଇ ଅନୀତି କରିବାରୁ ଲକ୍ଷ୍ମଣ କ୍ରୁଦ୍ଧ ହୋଇଗଲେ ଏବଂ ଅବିଳମ୍ବେ ତାର ରଥ ଭାଙ୍ଗିଦେଲେ ଓ ସାରଥୀକୁ ମାରି ଖଣ୍ଡ ଖଣ୍ଡ କରିଦେଲେ। ଲକ୍ଷ୍ମଣ ଇନ୍ଦ୍ରଜିତ ଉପରେ ଅନେକ ପ୍ରହାର କଲେ। ପ୍ରହାର ଖାଇ ରାକ୍ଷସର ପ୍ରାଣ ମାତ୍ର ରହିଗଲା। ରାବଣ ପୁତ୍ର ମେଘନାଦ ମନେ ମନେ ଅନୁମାନ କରିନେଲା ଯେ ଏଥର ପ୍ରାଣ ସଙ୍କଟ ଆସିଗଲା। ଲକ୍ଷ୍ମଣ ତାକୁ ମାରିଦେବେ। ତେଣୁ ସେ ବୀରଘାତିନୀ ଶକ୍ତି ପ୍ରୟୋଗ କଲା। ସେହି ତେଜପୂର୍ଣ୍ଣ ଶକ୍ତି ଯାଇ ଲକ୍ଷ୍ମଣଙ୍କ ବକ୍ଷରେ ଆଘାତ କଲା। ଶକ୍ତି ଆଘାତରେ ସେ ମୂର୍ଚ୍ଛିତ ହୋଇଗଲେ। ଏହା ଦେଖି ମେଘନାଦ ତାଙ୍କ ପାଖକୁ ନିର୍ଭୟରେ ଚାଲି ଆସିଲା। ମେଘନାଦ ସମାନ 100 କୋଟି ଯୋଦ୍ଧା ଆସି ତାଙ୍କୁ ଉଠାଇବାକୁ ଚେଷ୍ଟା କଲେ, କିନ୍ତୁ ଜଗତର ଆଧାର ଶେଷ ଦେବଙ୍କୁ କ'ଣ ସେମାନେ ଟେକି ପାରନ୍ତେ? ଶେଷରେ ସେମାନେ ଲଜ୍ଜିତ ହୋଇ ଫେରିଗଲେ। ଶିବ କହିଲେ, ହେ ଗିରିଜେ, ଶୁଣ, ଯେଉଁ ଶେଷ ନାଗଙ୍କର କ୍ରୋଧାଗ୍ନି ପ୍ରଳୟ କାଳରେ ଚତୁର୍ଦ୍ଦଶ ଭୁବନକୁ ଅବିଳମ୍ବେ ଜାଳିଦିଏ ଏବଂ ଦେବତା ମନୁଷ୍ୟ ତଥା ସମସ୍ତ ଚରାଚର ଜୀବ ଯାହାଙ୍କର ସେବା କରନ୍ତି ତାଙ୍କୁ କିଏ ବା ସଂଗ୍ରାମରେ ଜୟ କରିପାରିବ? ଯାହାଙ୍କ ଉପରେ ଶ୍ରୀରାମଙ୍କର କୃପା ରହିଛି କେବଳ ସେ ହିଁ ଏହି ଲୀଳା ଜାଣିପାରନ୍ତି। ସନ୍ଧ୍ୟା ହୋଇଯିବାରୁ ଉଭୟ ପକ୍ଷର ସେନା ଫେରିଗଲେ। ସେନାପତିମାନେ ନିଜ ନିଜର ସେନାର ଖବର ନେଲେ। ସର୍ବବ୍ୟାପକ ବ୍ରହ୍ମ ଅଜେୟ ସକଳ ବ୍ରହ୍ମାଣ୍ଡର ଈଶ୍ୱର କରୁଣାକର ଶ୍ରୀରାମ ପଚାରିଲେ, ଲକ୍ଷ୍ମଣ କାହିଁ? ସେତେବେଳେ ହନୁମାନ ଲକ୍ଷ୍ମଣଙ୍କୁ ନେଇ ଆସିଥାନ୍ତି। ସାନ ଭାଇର ଦଶା ଦେଖି ପ୍ରଭୁ ବହୁତ ଦୁଃଖ କଲେ। ଜାମ୍ବବାନ କହିଲେ, ଲଙ୍କାରେ ସୁଷେଣ ବୈଦ୍ୟ ରହନ୍ତି, ତାଙ୍କୁ ଡାକି ଆଣିବାକୁ କାହାକୁ ପଠାଇଲେ ହେବ। ଏହା ଶୁଣି ହନୁମାନ ସୂକ୍ଷ୍ମ ରୂପ ଧରି ଚାଲିଗଲେ ଏବଂ ସୁଷେଣଙ୍କୁ ତାଙ୍କ ଘର ସହିତ ଉଠାଇ ଆଣିଲେ। ସୁଷେଣ ଆସି ଶ୍ରୀରାମଙ୍କ ଚରଣରେ ପ୍ରଣାମ କଲେ। ସେ ଔଷଧିର ନାମ ଓ ତାହା କେଉଁ ପର୍ବତରେ ଅଛି ବୁଝାଇ ଦେଇ କହିଲେ, ହେ ପବନପୁତ୍ର, ଯାଅ ନେଇ ଆସ। ହୃଦୟରେ ଶ୍ରୀରାମଙ୍କ ଚରଣ କମଳ ଧାରଣ କରି ଏବଂ ଏହି କ୍ଷଣି ଯାଇ ନେଇ ଆସୁଛି ଏପରି କହି ହନୁମାନ ବାହାରି ପଡ଼ିଲେ। ଇତିମଧ୍ୟରେ ଜଣେ ଗୁପ୍ତଚର ଯାଇ ରାବଣକୁ ଏସବୁ ସମାଚାର ଦେଇଦେଲାଣି। ସମାଚାର ପାଇ ରାବଣ କାଳ ନେବି ରାକ୍ଷସର ଘରକୁ ଚାଲିଗଲା। ରାବଣ ତାକୁ ସମସ୍ତ ମର୍ମ ବୁଝାଇଦେଲା। ତାହା ଶୁଣି କାଳନେମି ବାରମ୍ବାର ଦୁଃଖ ପ୍ରକାଶ କରି କହିଲା, ଆପଣ ନିଜେ ଦେଖୁ ଦେଖୁ ଯେ ଆସି ନଗରଟାକୁ ପୋଡ଼ିଦେଲା, ତା ବାଟକୁ କିଏ ଅବା ରୋଧିପାରିବ? ବରଂ ଶ୍ରୀ ରଘୁନାଥଙ୍କୁ ଭଜି ଆପଣ ନିଜର ମଙ୍ଗଳ କରନ୍ତୁ। ହେ ନାଥ, ବୃଥା କଳ୍ପନା ଜଳ୍ପନା ଛାଡ଼ି ଦିଅନ୍ତୁ। ନେତ୍ରାନନ୍ଦଦାୟୀ ନୀଳ କମଳ ସମ ସୁନ୍ଦର ଶ୍ୟାମ ଶରୀରକୁ
ହୃଦୟରେ ଧାରଣ କରନ୍ତୁ। ମୁଁ ତୁ ରୂପକ ଭେଦଭାବ ତଥା ମମତା ରୂପକ ମୂଢ଼ତା ତ୍ୟାଗ କରନ୍ତୁ। ଆପଣ ଯେଉଁ ମହାମୋହ ରୂପୀ ରାତ୍ରିରେ ଶୋଇ ରହିଛନ୍ତି ସେଥିରୁ ଜାଗି ଉଠନ୍ତୁ। ଯେ କାଳ ରୂପୀ ସର୍ପକୁ ମଧ୍ୟ ଭକ୍ଷଣ କରିଦିଏ, ତାକୁ କ'ଣ ସ୍ୱପ୍ନରେ ହେଲେ ସୁଦ୍ଧା ଯୁଦ୍ଧରେ ଜୟ କରିହେବ? ତାର ଏସବୁ କଥା ଶୁଣି ରାବଣ ଅତ୍ୟନ୍ତ କ୍ରୁଦ୍ଧ ହୋଇଗଲା। ତାର କ୍ରୋଧ ଦେଖି କାଳନେମି ମନେ ମନେ ବିଚାର କଲା, ଏଇଟା ହାତରେ ମରିବା ଅପେକ୍ଷା ଶ୍ରୀରାମଙ୍କ ଦୂତ ହାତରେ ମରିବା ଶ୍ରେୟସ୍କର। ଏ ଦୁଷ୍ଟ ତ ପାପ ରାଶିରେ ବୁଡ଼ି ରହିଛି। କାଳନେମି ମନେ ମନେ ଏପରି ବିଚାର କରି ବାହାରି ପଡ଼ିଲା ଏବଂ ହନୁମାନଙ୍କ ଯିବା ବାଟରେ ନିଜ ମାୟା ବଳରେ ଗୋଟିଏ ଆଶ୍ରମ ଗଢ଼ି ସେଠାରେ ପୁଷ୍କରିଣୀ, ମନ୍ଦିର ଓ ସୁରମ୍ୟ ବଗିଚା ସୃଷ୍ଟି କରିଦେଲା। ହନୁମାନ ଯାଉ ଯାଉ ସେହି ସୁନ୍ଦର ଆଶ୍ରମଟି ଦେଖି ଭାବିଲେ, ଏଠାରେ ମୁନିଙ୍କୁ ମାଗି ପାଣି ମନ୍ଦିଏ ପିଇଦେଲେ କ୍ଳାନ୍ତି ଦୂର ହୋଇଯିବ। କାଳନେମି ସେଠାରେ ମୁନି ବେଶ ଧରି ରହିଥାଏ। ସେହି ମୂର୍ଖ ନିଜ ମାୟାରେ ମାୟାପତିଙ୍କ ଦୂତକୁ ମୋହିତ କରିବାକୁ ବସିଥିଲା। ମାରୁତି ତା ପାଖକୁ ଯାଇ ନତମସ୍ତକ ହେବାରୁ ସେ ଶ୍ରୀରାମଙ୍କ ଗୁଣଗାନ କଲା। କହିଲା, ରାବଣ ଓ ଶ୍ରୀରାମଙ୍କ ମଧ୍ୟରେ ଭୀଷଣ ଯୁଦ୍ଧ ଲାଗିଛି। ଯୁଦ୍ଧରେ ରାମ ଯେ ଜିତିବେ ସେଥିରେ କୌଣସି ସନ୍ଦେହ ନାହିଁ। ହେ ଭାଇ, ମୁଁ ଏଇଠାରେ ଥାଇ ସବୁ ଦେଖୁଛି। ମୋର ଜ୍ଞାନ ଦୃଷ୍ଟି ଅତି ପ୍ରଖର। ହନୁମାନ ତାକୁ ଜଳ ମାଗିବାରୁ ସେ ତା କମଣ୍ଡଳୁଟା ବଢ଼ାଇ ଦେଲା। ହନୁମାନ କହିଲେ, ଏତିକି ପାଣି ପିଇ ମୋତେ ତୃପ୍ତି ମିଳିବ ନାହିଁ। ଏହା ଶୁଣି ସେ କହିଲା, ଏହି ପୋଖରୀରେ ସ୍ନାନ କରି ଶୀଘ୍ର ଫେରିଆସ। ତାପରେ ମୁଁ ତୁମକୁ ଦୀକ୍ଷା ଦେଇଦେବି ଯେ ତୁମେ ଜ୍ଞାନ ଲାଭ କରିପାରିବ। ହନୁମାନ ଯାଇ ପୋଖରୀରେ ପଶୁ ପଶୁ ଗୋଟାଏ ମାଇ କୁମ୍ଭୀର ଆସି ତାଙ୍କ ଗୋଡ଼କୁ ଧରି ପକାଇଲା। ହନୁମାନ ତାକୁ ମାରିଦେଲେ। ସେ ଦିବ୍ୟ ଦେହ ଧରି ବିମାନରେ ବସି ଆକାଶକୁ ଚାଲିଗଲା। ସେ ଯାଉ ଯାଉ କହିଲା, ହେ ବାନର ଶ୍ରେଷ୍ଠ, ମୁଁ ଆପଣଙ୍କୁ ଦର୍ଶନ କରି ପାପମୁକ୍ତ ହୋଇଗଲି। ମୋ ଉପରୁ ମୁନିବରଙ୍କ ଅଭିଶାପ କଟିଗଲା। ଏହି ଆଶ୍ରମର ମୁନି ପ୍ରକୃତରେ ମୁନି ନୁହେଁ, ଏ ଗୋଟାଏ ରାକ୍ଷସ। ମୋ କଥା ସତ୍ୟ ବୋଲି ଜାଣନ୍ତୁ। ଏପରି କହି ସେହି ଅପ୍ସରା ଚାଲିଯିବା ପରେ ହନୁମାନ ରାକ୍ଷସ ପାଖକୁ ଚାଲି ଆସିଲେ। ସେ କହିଲେ, ହେ ମୁନି, ଆଗ ଗୁରୁ ଦକ୍ଷିଣା ନେଇଯାଅ, ତାପରେ ମୋତେ ମନ୍ତ୍ର ଦେବ। ଏହା କହି ତା ମୁଣ୍ଡକୁ ନିଜ ଲାଞ୍ଜରେ ବାନ୍ଧି ହନୁମାନ ତାକୁ ତଳେ କଚାଡ଼ି ଦେଲେ। ମରିବା ସମୟରେ ସେ ତାର ରାକ୍ଷସ ଶରୀର ପ୍ରକଟ କଲା ଏବଂ ରାମ ରାମ କହି ପ୍ରାଣ ଛାଡ଼ିଦେଲା। ତାହା ଶୁଣି ହନୁମାନ ଆନନ୍ଦରେ ନିଜ କର୍ମରେ ଚାଲିଗଲେ। ସେ ସୁଷେଣ କହିଥିବା ପର୍ବତଟି ଦେଖିଲେ, କିନ୍ତୁ ଔଷଧି ଚିହ୍ନି ପାରିଲେ ନାହିଁ। ତେଣୁ ସେ ପର୍ବତଟି ଉପାଡ଼ି ଧରି ରାତାରାତି ଆକାଶ ମାର୍ଗରେ ଉଡ଼ି ଆସିଲେ। ବାଟରେ ଅଯୋଧ୍ୟା ପୁରୀ ପଡ଼ିଲା। ଭରତ ଦେଖିଲେ, ଆକାଶରେ କେହି ଜଣେ ବିଶାଳକାୟ ପୁରୁଷ ଉଡ଼ି ଉଡ଼ି ଯାଉଛି। ସେ ଭାବିଲେ, ବୋଧ ହୁଏ କେହି ଗୋଟାଏ ରାକ୍ଷସ ଯାଉଛି। ତେଣୁ ସେ ଧନୁର ଗୁଣକୁ କାନ ପର୍ଯ୍ୟନ୍ତ ଟାଣି ତାଙ୍କ ଉପରକୁ ଗୋଟିଏ ଫଳକ ବିହୀନ ବାଣ ମାରିଦେଲେ। ବାଣ ବାଜୁ ବାଜୁ ହନୁମାନ ରାମ ରାମ ରଘୁପତି ରାମ ଉଚ୍ଚାରଣ କରି ମୂର୍ଚ୍ଛିତ ହୋଇ ତଳେ ପଡ଼ିଗଲେ। ରାମ ନାମ ଶୁଣିବା କ୍ଷଣି ଭରତ ଆତୁର ହୋଇ ତାଙ୍କ ପାଖକୁ ଧାଇଁଗଲେ। ହନୁମାନ ଅଚେତ ଅବସ୍ଥାରେ ତଳେ ପଡ଼ିଥାନ୍ତି। ଭରତ ତାଙ୍କୁ ତୋଳି ଧରି ବକ୍ଷରେ ଲଗାଇଲେ। ତାଙ୍କୁ ଚେତା କରାଇବାକୁ ସେ ବହୁ ଚେଷ୍ଟା କଲେ, କିନ୍ତୁ ହନୁମାନଙ୍କର ଚେତା ଫେରିଲା ନାହିଁ। ଭରତଙ୍କ ମୁହଁ ଝାଉଁଳି ପଡ଼ିଲା। ସେ ଅତ୍ୟନ୍ତ ଦୁଃଖରେ ଭାଙ୍ଗି ପଡ଼ିଲେ। ତାଙ୍କ ନୟନ ଅଶ୍ରୁ ଜଳରେ ପୂର୍ଣ୍ଣ ହୋଇଗଲା। ସେ କହିଲେ, ଯେଉଁ ବିଧାତା ମୋତେ ଶ୍ରୀରାମଙ୍କ ପ୍ରତି ବିମୁଖ କରାଇଦେଲା, ସେ ହିଁ ମୋତେ ପୁଣି ଏକ ଭୟାନକ ଦୁଃଖରେ ପକାଇଦେଲା। ଯଦି ମନ, ବଚନ ଓ କର୍ମରେ ମୋର ଶ୍ରୀରାମଙ୍କ ଚରଣ କମଳରେ ନିଷ୍କପଟ ପ୍ରେମ ଥିବ ଏବଂ ଯଦି ଶ୍ରୀ ରଘୁନାଥ ମୋ ପ୍ରତି ପ୍ରସନ୍ନ ଥିବେ, ତେବେ ଏହି ବାନର କ୍ଳାନ୍ତି ଓ ପୀଡ଼ାରୁ ମୁକ୍ତ ହୋଇଯାଉ। ଏହି କଥା କାନରେ ପଡ଼ିବା ମାତ୍ରେ କପିରାଜ ହନୁମାନ କୌଶଳପତି ଶ୍ରୀରାମଙ୍କର ଜୟ କହି ଉଠି ବସିଲେ। ଭରତ ହନୁମାନଙ୍କୁ ବକ୍ଷରେ ଚାପି ଧରିଲେ। ତାଙ୍କର ଶରୀର ପୁଲକିତ ହୋଇଗଲା ଓ ନୟନ ଅଶ୍ରୁ ଜଳରେ ପୂର୍ଣ୍ଣ ହୋଇଗଲା।
ରଘୁକୁଳ ତିଳକ ଶ୍ରୀରାମଙ୍କୁ ସ୍ମରଣ କରି ଭରତଙ୍କ ହୃଦୟରୁ ପ୍ରୀତି ଉଛୁଳି ପଡ଼ିଲା। ଭରତ କହିଲେ, ହେ ପ୍ରିୟ, ସାନ ଭାଇ ଲକ୍ଷ୍ମଣ ତଥା ମାତା ଜାନକୀଙ୍କ ସହିତ ସୁଖ ନିଧାନ ଶ୍ରୀରାମଙ୍କର କୁଶଳ ସମାଚାର ଶୁଣାଅ। ହନୁମାନ ସଂକ୍ଷେପରେ ସବୁ କଥା କହିଦେଲେ। ତାହା ଶୁଣି ଭରତ ଦୁଃଖରେ ଭାଙ୍ଗି ପଡ଼ିଲେ ଏବଂ ମନେ ମନେ ପଶ୍ଚାତାପ କରି କହିଲେ, ହାୟରେ ଦୈବ, ମୁଁ ଏ ଜଗତରେ କାହିଁକି ଜନ୍ମ ନେଲି କେଜାଣି। ମୁଁ ପ୍ରଭୁଙ୍କର କୌଣସି କାମରେ ଲାଗିପାରିଲି ନାହିଁ, କିନ୍ତୁ ତାହା ଅନୁଶୋଚନା କରି କାଳ ବିତାଇବାର ଉପଯୁକ୍ତ ସମୟ ନୁହେଁ ବୋଲି ଜାଣି ମନରେ ଧୈର୍ଯ୍ୟ ଧରି ବଳବୀର ଭରତ ହନୁମାନଙ୍କୁ କହିଲେ, ହରି ବାପ, ତୁମର ତ ଯିବାରେ ବିଳମ୍ବ ହୋଇଯିବ। ତେଣେ ରାତି ପାଇ ସକାଳ ହୋଇଗଲେ ସବୁ କାର୍ଯ୍ୟ ବିଗିଡ଼ିଯିବ। ତେଣୁ ତୁମେ ପର୍ବତ ସହିତ ମୋର ବାଣ ଉପରେ ବସିଯାଅ। କୃପାଧାମ ଶ୍ରୀରାମ ଯେଉଁଠି ଅଛନ୍ତି ମୁଁ ତୁମକୁ ସେଠାକୁ ପଠାଇଦେବି। ଭରତଙ୍କ କଥା ଶୁଣି ପ୍ରଥମେ ହନୁମାନଙ୍କ ମନରେ ମୋ ବୋଝ ବୋହି ବାଣ କିପରି ଚାଲିବ ବୋଲି ଅଭିମାନ ଜାତ ହେଲା, କିନ୍ତୁ ପରେ ଶ୍ରୀରାମଙ୍କ ପ୍ରଭାବ ବିଚାର କରି ସେ ଭରତଙ୍କ ଚରଣ ବନ୍ଦନା ପୂର୍ବକ କର ଯୋଡ଼ି କହିଲେ, ହେ ନାଥ, ହେ ପ୍ରଭୁ, ହୃଦୟରେ ଆପଣଙ୍କ ପ୍ରତାପ ଧାରଣ କରି ମୁଁ ସେଠାରେ ଅତିଶୀଘ୍ର ପହଞ୍ଚି ଯାଇପାରିବି। ଏପରି କହି ଏବଂ ଆଜ୍ଞା ନେଇ ଭରତଙ୍କ ଚରଣ ବନ୍ଦନା କରି ହନୁମାନ ଆଗକୁ ଉଡ଼ି ଚାଲିଲେ। ମନେ ମନେ ଭରତଙ୍କର ବାହୁବଳ, ସୁନ୍ଦର ସ୍ୱଭାବ, ଗୁଣ ଓ ପ୍ରଭୁଙ୍କ ଚରଣରେ ତାଙ୍କର ଅପାର ପ୍ରେମର ବାରମ୍ବାର ପ୍ରଶଂସା କରି ପବନ ପୁତ୍ର ହନୁମାନ ଉଡ଼ି ଯାଉଥାନ୍ତି। ତେଣେ ଅଚେତ ଲକ୍ଷ୍ମଣଙ୍କୁ ଚାହିଁ ଶ୍ରୀରାମ ସାଧାରଣ ମନୁଷ୍ୟଙ୍କ ପରି କହୁଥାନ୍ତି, ଆସି ଅଧରାତି ହେଲାଣି, ହନୁମାନ ତ କାହିଁ ଏଯାଏ ଆସିଲେ ନାହିଁ। ଏପରି କହି ସେ ସାନ ଭାଇ ଲକ୍ଷ୍ମଣଙ୍କୁ ଉଠାଇ ଛାତିରେ ଭିଡ଼ି ଧରିଲେ। ସେ କହିଲେ, ହେ ଭାଇ, ତୁ ତ ମୋର ଟିକିଏ ବି ଦୁଃଖ ଦେଖି ସହି ପାରୁନଥିଲୁ। ତୋ ସ୍ୱଭାବ ତ ସବୁବେଳେ କୋମଳ। ମୋତେ ସୁଖ ଦେବା ନିମନ୍ତେ ତୁ ପିତା ମାତାଙ୍କୁ ବି ଛାଡ଼ି ଚାଲି ଆସି ବଣରେ ଖରା, ବର୍ଷା, ଶୀତ ସବୁ କିଛି ସହିଲୁ। ସେହି ସ୍ନେହ ଏବେ କୁଆଡ଼େ ଗଲା ଭାଇ? ମୋର ଏହି ବ୍ୟାକୁଳ ବଚନ ଶୁଣି ତୁ ଉଠୁନାହୁଁ କାହିଁକି? ଯଦି ମୁଁ ଜାଣିଥାନ୍ତି ଯେ ଏହି ବନରେ ମୋ ପ୍ରିୟ ଭାଇର ବିଚ୍ଛେଦ ଘଟିବ, ତେବେ ତ ମୁଁ ପିତାଙ୍କ ବଚନ ବି ମାନିନଥାନ୍ତି। ଏହି ଜଗତରେ ପୁତ୍ର, ଧନ, ସ୍ତ୍ରୀ, ଘର ଓ ପରିବାର ଏସବୁ ବାରମ୍ବାର ଆସେ ଓ ଯାଏ, କିନ୍ତୁ ସହୋଦର ଭାଇ ବାରମ୍ବାର ମିଳେ ନାହିଁ। ମନରେ ଏତିକି ବିଚାର କରି ତୁ ଉଠ ବାବୁ। ଡେଣା ବିନା ପକ୍ଷୀ, ମଣି ବିନା ସର୍ପ, ଶୁଣ୍ଢ ବିନା ବଳବାନ ହସ୍ତି ଯେପରି ଅତି ବ୍ୟାକୁଳ ହୋଇଯାଆନ୍ତି, ହେ ଭାଇ, ଯଦି ଏହି ଜଡ଼ ଦୈବ ମୋତେ ବଞ୍ଚାଇ ରଖିବ, ତେବେ ତୋ ବିନା ମୋତେ ମଧ୍ୟ ସେହିପରି ବ୍ୟାକୁଳ ହୋଇ ଦୁଃଖରେ ଜୀବନ ବିତାଇବାକୁ ପଡ଼ିବ। ସ୍ତ୍ରୀ ପାଇଁ ପ୍ରାଣପ୍ରିୟ ଭାଇକୁ ହରାଇ ମୁଁ କେଉଁ ମୁହଁ ଧରି ଅଯୋଧ୍ୟା ଫେରିବି? ରାବଣ କବଳରୁ ସୀତାଙ୍କୁ ଉଦ୍ଧାର କରି ନ ପାରିବାର ଅପଯଶ ବରଂ ମୁଁ ସହି ଯାଇଥାନ୍ତି, କାରଣ ସ୍ତ୍ରୀକୁ ହରାଇ ଦେବାଟା ବିଶେଷ କ୍ଷତିକର ହୋଇନଥାନ୍ତା। କିନ୍ତୁ ବାବୁ, ବର୍ତ୍ତମାନ ତ ମୋର ଏହି ନିଷ୍ଠୁର କଠୋର ହୃଦୟକୁ ସେହି ଅପଯଶ ଓ ତୋର ବିଚ୍ଛେଦ ଜନିତ ଦୁଃଖ ଉଭୟ ସହିବାକୁ ପଡ଼ିବ। ବାପରେ, ତୁ ତ ଥିଲୁ ତୋ ମାଙ୍କର ଏକ ଅତୁଳନୀୟ ପୁତ୍ର ଏବଂ ତାଙ୍କ ପ୍ରାଣର ଆଧାର। ତୋ ପାଇଁ ମୁଁ ସକଳ ପ୍ରକାରେ ସୁଖଦାତା ଓ ପରମ ହିତକାରୀ ବୋଲି ଜାଣି ସେ ତୋ ହାତ ଧରି ଆଣି ମୋତେ ସମର୍ପି ଦେଇଥିଲେ। ମୁଁ ଏବେ ଫେରି ଯାଇ ତାଙ୍କୁ କି ଉତ୍ତର ଦେବି? ଭାଇ, ତୁ ଏବେ ଉଠି ମୋତେ ଜବାବ ଦେଉନୁ କାହିଁକି? ସମସ୍ତଙ୍କ ଶୋକ ହରଣକାରୀ ଶ୍ରୀରାମ ନିଜେ ଏଭଳି ବହୁ ପ୍ରକାରେ ଶୋକ କରୁଥାନ୍ତି। ତାଙ୍କର କମଳ ଦଳ ସମ ନୟନରୁ ବିଷାଦର ଅଶ୍ରୁ ଧାର ଧାର ହୋଇ ବହି ଯାଉଥାଏ। ଶିବ କହୁଛନ୍ତି, ହେ ଉମା, ଶ୍ରୀ ରଘୁନାଥ ହେଉଛନ୍ତି ଅଦ୍ୱିତୀୟ ଓ ଅଖଣ୍ଡ। ଭକ୍ତ ବତ୍ସଳ ଭଗବାନ ଶ୍ରୀରାମ ମନୁଷ୍ୟ ପରି ଲୀଳା ପ୍ରଦର୍ଶନ କରୁଥାନ୍ତି ମାତ୍ର। ପ୍ରଭୁ ଲୀଳାଛଳରେ କରୁଥିବା ବିଳାପ ଶୁଣି ବାନରମାନେ ଅତ୍ୟନ୍ତ ବ୍ୟାକୁଳ ହୋଇପଡ଼ିଲେ। ଠିକ୍ ଏତିକି ବେଳେ
କରୁଣ ରସ ମଧ୍ୟରେ ବୀର ରସ ପ୍ରବେଶ କରିବା ପରି ହନୁମାନ ଆସି ସେଠାରେ ପହଞ୍ଚିଗଲେ। ପରମ ସୁଜ୍ଞ ଓ ଅତ୍ୟନ୍ତ କୃତଜ୍ଞ ପ୍ରଭୁ ଶ୍ରୀରାମ ଆନନ୍ଦିତ ହୋଇ ହନୁମାନଙ୍କୁ ବକ୍ଷରେ ଜାବୁଡ଼ି ଧରିଲେ। ବୈଦ୍ୟ ସୁଷେଣ ଅବିଳମ୍ବେ ଉପଚାର ଆରମ୍ଭ କରିଦେବାରୁ ଲକ୍ଷ୍ମଣ ହର୍ଷିତ ହୋଇ ଉଠି ବସିଲେ। ପ୍ରଭୁ ଭାଇକୁ ବକ୍ଷରେ ଜାବୁଡ଼ି ଧରି ଆଲିଙ୍ଗନ କଲେ। ଭଲ୍ଲୁକ ଓ ବାନରମାନେ ଅତି ହର୍ଷିତ ହୋଇ ଉଠିଲେ। ହନୁମାନ ବୈଦ୍ୟଙ୍କୁ ଯେପରି ଆଣିଥିଲେ ଠିକ୍ ସେହିପରି ନେଇ ସେଠାରେ ଛାଡ଼ି ଦେଇ ଆସିଲେ। ଏହି ସମାଚାର ପାଇ ରାବଣ ଦୁଃଖରେ ଭାଙ୍ଗି ପଡ଼ିଲା। ସେ ବାରମ୍ବାର ମୁଣ୍ଡ ପିଟିବାକୁ ଲାଗିଲା। ସେ ବ୍ୟାକୁଳ ହୋଇ କୁମ୍ଭକର୍ଣ୍ଣ ନିକଟକୁ ଗଲା ଏବଂ ନାନା ଉପାୟ କରି ତାକୁ ଉଠାଇଲା। କୁମ୍ଭକର୍ଣ୍ଣ ଉଠି ବସିଲା। ଦେଖାଯାଉଥାଏ ସତେ ଯେପରି ସାକ୍ଷାତ କାଳ ହିଁ ଶରୀର ଧାରଣ କରି ବସିଛି। କୁମ୍ଭକର୍ଣ୍ଣ ପଚାରିଲା, କୁହ ଭାଇ, ତୁମ ମୁହଁ ଶୁଖି ଯାଇଛି କାହିଁକି? ଅଭିମାନୀ ରାବଣ ଯେପରି ସୀତାଙ୍କୁ ହରଣ କରି ନେଇ ଆସିଥିଲା ଏବଂ ସେହି ଦିନୁ ଏପର୍ଯ୍ୟନ୍ତ ଯାହା ସବୁ ଘଟି ଯାଇଥିଲା ସବୁ କହିକଲା। ଶେଷରେ କହିଲା, ଆରେ ବାବୁ, ବାନରମାନେ ସବୁ ରାକ୍ଷସଙ୍କୁ ମାରିଦେଲେଣି। ବଡ଼ ବଡ଼ ଯୋଦ୍ଧାଙ୍କୁ ମଧ୍ୟ ସଂହାର କରିଦେଲେଣି। ଦୁର୍ମୁଖ, ଦେବାନ୍ତକ, ନରାନ୍ତକ, ମହାଯୋଦ୍ଧା ଅତିକାୟ, ଅକମ୍ପନ ତଥା ମହୋଦର ଆଦି ସବୁ ରଣଧୀର ବୀର ରଣଭୂମିରେ ନିହତ ହୋଇଗଲେଣି। ରାବଣର କଥା ଶୁଣି କୁମ୍ଭକର୍ଣ୍ଣ ବିଷର୍ଣ୍ଣ ହୋଇଗଲା। କହିଲା, ହାୟ, କି ମୂର୍ଖତା! ଜଗଜ୍ଜନନୀ ଜାନକୀଙ୍କୁ ହରଣ କରି ଆଣି ତୁମେ ପୁଣି ମଙ୍ଗଳ ଚାହୁଁଛ? ହେ ରାକ୍ଷସ ରାଜ, କିଛି ଭଲ କଲ ନାହିଁ। ଏତେ କରି ସାରିବା ପରେ ମୋତେ ଆଉ କାହିଁକି ଉଠାଇଲ? ଶୁଣ ଭାଇ, ଏବେ ବି ସମୟ ଅଛି। ଅଭିମାନ ଛାଡ଼ି ଦେଇ ଶ୍ରୀରାମଙ୍କୁ ଭଜିଲେ ମଙ୍ଗଳ ହେବ। ହେ ଦଶଶିର, ଯାହାଙ୍କର ହନୁମାନଙ୍କ ପରି ସେବକ ଅଛନ୍ତି, ସେହି ରଘୁନାଥ କ'ଣ ସାଧାରଣ ମନୁଷ୍ୟ? ହାୟ ଭାଇ, ତୁମେ ପ୍ରଥମରୁ ମୋତେ ଏ କଥା ନ ଶୁଣାଇ ବଡ଼ ଖରାପ କଲ। ହେ ସ୍ୱାମୀ, ଶିବ, ବ୍ରହ୍ମା ଆଦି ଦେବତାମାନେ ଯାହାଙ୍କର ସେବକ, ତୁମେ ସେପରି ପରମ ଦେବତାଙ୍କୁ ବିରୋଧ କଲ। ନାରଦ ମୁନି ମୋତେ ଯେଉଁ ଜ୍ଞାନ କହିଥିଲେ ମୁଁ ତୁମକୁ ତାହା କହିଥାନ୍ତି, କିନ୍ତୁ ଏବେ ତ ସମୟ ଗଡ଼ିଗଲାଣି। ହେ ଭାଇ, ତାହେଲେ ଶେଷ ଥର ପାଇଁ ତୁମେ ମୋତେ ଆଲିଙ୍ଗନ କରି ବକ୍ଷରେ ଚାପି ଧର। ଏଥର ମୁଁ ଯାଇ ତ୍ରିତାପହର ଶ୍ୟାମଳ ଶରୀର କମଳ ନୟନ ଶ୍ରୀରାମଙ୍କୁ ଦର୍ଶନ କରି ମୋର ନେତ୍ର ସଫଳ କରିବି। ଶ୍ରୀରାମଙ୍କର ରୂପ ଓ ଗୁଣରାଶି ସ୍ମରଣ କରି ସେ କ୍ଷଣକ ପାଇଁ ପ୍ରେମରେ ମଗ୍ନ ହୋଇଗଲା। ଇତିମଧ୍ୟରେ ରାବଣ କୋଟିଏ ହାଣ୍ଡି ମଦ ଓ ଅନେକ ମଇଁଷି ମଗାଇଦେଲା। ମଇଁଷି ଖାଇ ଓ ମଦ ପିଇ କୁମ୍ଭକର୍ଣ୍ଣ ବଜ୍ରପାତ ହେଲା ପରି ଘୋର ଗର୍ଜନ କଲା। ମଦ୍ୟ ନିଶାରେ ଉନ୍ମତ୍ତ ହୋଇ ରଣୋତ୍ସାହ ପୂର୍ବକ ସେ ଦୁର୍ଗରୁ ବାହାରି ଯୁଦ୍ଧକୁ ଚାଲିଗଲା। ସାଥିରେ ସେନାକୁ ବି ନେଲା ନାହିଁ। ତାକୁ ଦେଖି ବିଭୀଷଣ ତା ପାଖକୁ ଆଗେଇ ଆସିଲେ ଏବଂ ତା ପାଦ ତଳେ ପଡ଼ି ନିଜର ନାମ ଶୁଣାଇଲେ। ସାନ ଭାଇକୁ ଉଠାଇ କୁମ୍ଭକର୍ଣ୍ଣ ବକ୍ଷରେ ଲଗାଇଲା ଏବଂ ସେ ଶ୍ରୀ ରଘୁନାଥଙ୍କର ଭକ୍ତ ବୋଲି ଜାଣି ତା ମନ ଆନନ୍ଦିତ ହୋଇଗଲା। ବିଭୀଷଣ କହିଲେ, ହେ ଭାଇ, ମୁଁ ହିତ କଥା କହି ପରାମର୍ଶ ଦେବାରୁ ରାବଣ ମୋତେ ଲାତ ମାରି ତଡ଼ିଦେଲେ। ସେହି ଗ୍ଳାନିରେ ମୁଁ ଶ୍ରୀ ରଘୁନାଥଙ୍କ ନିକଟକୁ ଚାଲି ଆସିଲି। ମୋର ଦୀନ ଅବସ୍ଥା ଦେଖି ପ୍ରଭୁ ମୋ ପ୍ରତି ପ୍ରସନ୍ନ ହୋଇଗଲେ। କୁମ୍ଭକର୍ଣ୍ଣ କହିଲା, ଆରେ ବାବୁ, ଶୁଣ, ରାବଣ ତ କାଳବଶ ହୋଇଗଲାଣି। ସେ କ'ଣ ଏବେ ସଦୁପଦେଶ ଶୁଣିବ? ବିଭୀଷଣ, ତୁ ସତରେ ଧନ୍ୟ। ତୁ ରାକ୍ଷସ କୁଳର ଭୂଷଣ ହୋଇଗଲୁ। ଭାଇରେ, ତୁ ଶୋଭା ଓ ସୁଖର ସାଗର ଶ୍ରୀରାମଙ୍କୁ ଭଜି ତୋ କୂଳକୁ ଉଜ୍ଜ୍ୱଳ କରିଦେଲୁ। ମନ, ବଚନ ଓ କର୍ମରେ କପଟ ଛାଡ଼ି ଦେଇ ରଣଧୀର ଶ୍ରୀରାମଙ୍କୁ ଭଜନ କର। ରେ ଭାଇ, ମୋର କାଳ ପାଖେଇ ଆସିଲାଣି। ମୁଁ ଆଉ ନିଜ ପର କିଛି ବାରି ପାରୁନାହିଁ। ତେଣୁ ତୁ ଏବେ ଯା। ଭାଇଙ୍କ ବଚନ ଶୁଣି
ବିଭୀଷଣ ତ୍ରିଲୋକର ଭୂଷଣ ଶ୍ରୀରାମଙ୍କ ନିକଟକୁ ଫେରି ଯାଇ କହିଲା, ହେ ନାଥ, ଦେଖନ୍ତୁ ପର୍ବତ ସମାନ ବିଶାଳକାୟ କୁମ୍ଭକର୍ଣ୍ଣ ଆସୁଛନ୍ତି। ଏତିକି ଶୁଣୁ ଶୁଣୁ ବଳବାନ ବାନରମାନେ ହର୍ଷଧ୍ୱନି କରି ଧାଇଁଗଲେ। ସେମାନେ ବୃକ୍ଷ ଓ ପର୍ବତ ଉପାଡ଼ି ନେଇ କ୍ରୋଧରେ ଦାନ୍ତ କଡ଼ମଡ଼ କରି କୁମ୍ଭକର୍ଣ୍ଣ ଉପରକୁ ପ୍ରହାର କଲେ। ଭାଲୁ ଓ ବାନରମାନେ ଏକାଥରକେ ତା ଉପରେ କୋଟି କୋଟି ସଂଖ୍ୟାରେ ପର୍ବତ ଶିଖର ପ୍ରହାର କଲେ, କିନ୍ତୁ ସେସବୁ ହାତୀ ଉପରେ ଅରଖ ଫଳ ମାଡ଼ ହେବା ପରି ବ୍ୟର୍ଥ ହୋଇଗଲେ। କୁମ୍ଭକର୍ଣ୍ଣର ଶରୀର ଟିକିଏ ବି ହଲିଲା ନାହିଁ କିମ୍ବା ତା ମନ ମଧ୍ୟ ବିଚଳିତ ହେଲା ନାହିଁ। ଏହା ଦେଖି ହନୁମାନ ତାକୁ ଗୋଟାଏ ମୁଥ ମାରିଦେଲେ। ସେହି ମାଡ଼ରେ ସେ ବିକଳ ହୋଇ ତଳେ ପଡ଼ିଗଲା ଓ ମୁଣ୍ଡ ପିଟିବାକୁ ଲାଗିଲା। ପରେ ପରେ ସେ ଉଠି ପଡ଼ି ହନୁମାନଙ୍କୁ ମାରିଲା। ତା ମାଡ଼ରେ ହନୁମାନ ସଙ୍ଗେ ସଙ୍ଗେ ଚକ୍କର ଖାଇ ତଳେ ପଡ଼ିଗଲେ। ତାପରେ ସେ ନଳ ନୀଳଙ୍କୁ ତଳେ କଚାଡ଼ି ଦେଲା ଏବଂ ଅନ୍ୟ ବୀରମାନଙ୍କୁ ବି ଯେଉଁଠି ପାଇଲା ସେଇଠି କଚାଡ଼ି କଚାଡ଼ି ତଳେ ଗଡ଼ାଇ ଦେଲା। ବାନର ସେନା ଛତ୍ରଭଙ୍ଗ ଦେଲା। ସମସ୍ତେ ଅତ୍ୟନ୍ତ ଭୟଭୀତ ହୋଇଗଲେ। କେହି ତା ପାଖରେ ପଶି ପାରିଲେ ନାହିଁ। ଅପରିମିତ ବଳଶାଳୀ କୁମ୍ଭକର୍ଣ୍ଣ ସୁଗ୍ରୀବ ସମେତ ଅଙ୍ଗଦାଦି ବୀରମାନଙ୍କୁ ମୂର୍ଚ୍ଛିତ କରିଦେଇ ବାନର ରାଜ ସୁଗ୍ରୀବଙ୍କୁ କାଖରେ ଜାକି ଚାଲିଲା। ଶିବ କହିଲେ, ହେ ଉମା, ଗରୁଡ଼ ଯେପରି ସାପ ମେଳରେ ପଶି ଖେଳେ, ଶ୍ରୀ ରଘୁନାଥ ସେହିପରି ନରଲୀଳା କରୁଥାନ୍ତି। ଯେ ଭ୍ରୁଭଙ୍ଗୀ ମାତ୍ରକେ କାଳକୁ ସୁଦ୍ଧା କବଳିତ କରିପାରନ୍ତି, ତାଙ୍କ ପକ୍ଷରେ ଏପରି ଯୁଦ୍ଧରେ ଭାଗ ନେବା କ'ଣ ଶୋଭା ପାଏ? ଏହାଦ୍ୱାରା ଭଗବାନ କେବଳ ସେହି ଜଗତ୍ ପାବନ କୀର୍ତ୍ତି ବିସ୍ତାର କରୁଥାନ୍ତି, ଯାହା ଗାନ କରି କରି ମନୁଷ୍ୟ ଭବସାଗରରୁ ତରିଯିବ। ଏତିକିବେଳେ ମୂର୍ଚ୍ଛା ଯାଇଥିବା ମାରୁତି ଚେତା ପାଇ ଉଠିଲେ ଏବଂ ସୁଗ୍ରୀବଙ୍କୁ ଖୋଜିଲେ। ତେଣେ ସୁଗ୍ରୀବଙ୍କ ମୂର୍ଚ୍ଛା ଭାଙ୍ଗିଗଲା। ସେ ମଲା ପରି ହୋଇ କୁମ୍ଭକର୍ଣ୍ଣ କାଖରୁ ତଳକୁ ଖସି ପଡ଼ିଲେ। କୁମ୍ଭକର୍ଣ୍ଣ ଭାବିଲା ସେ ମରିଗଲେଣି, କିନ୍ତୁ ସୁଗ୍ରୀବ ତଳୁ ଉଠି ପଡ଼ି ତାକୁ ଦାନ୍ତରେ କାମୁଡ଼ି ତାର ନାକ କାନ ଛିଣ୍ଡାଇ ଦେଲେ ଓ ଗର୍ଜନ କରି ଆକାଶକୁ ଡେଇଁ ପଡ଼ିଲେ। ସେତେବେଳେ ଯାଇ କୁମ୍ଭକର୍ଣ୍ଣ ଜାଣିପାରିଲା ଯେ ସୁଗ୍ରୀବ ମରିନାହାନ୍ତି। ତେଣୁ ସେ ସୁଗ୍ରୀବଙ୍କ ଗୋଡ଼କୁ ଧରି ପକାଇ ତାଙ୍କୁ ଭୂଇଁରେ କଚାଡ଼ି ଦେଲା। କିନ୍ତୁ ବଳବାନ ସୁଗ୍ରୀବ ଅବିଳମ୍ବେ ଉଠି ପଡ଼ି ତାକୁ ପ୍ରହାର କଲେ ଏବଂ ପ୍ରଭୁଙ୍କ ପାଖକୁ ପଳାଇ ଆସି କହିଲେ, କୃପା ନିଧାନ ପ୍ରଭୁଙ୍କର ଜୟ ହେଉ। ନାକ କାନ କଟିଯିବା ଜାଣି କୁମ୍ଭକର୍ଣ୍ଣର ମନରେ ବିଶେଷ ଗ୍ଳାନି ଜାତ ହେଲା। ତେଣୁ ସେ ଅତ୍ୟନ୍ତ କ୍ରୋଧରେ ପୁଣି ଥରେ ମାଡ଼ି ଆସିଲା। ତା ଆକୃତିଟା ତ ସହଜେ ଭୟଙ୍କର, ପୁଣି ନାକ କାନ ନ ରହିବାରୁ ସେ ଅଧିକ ଭୟଙ୍କର ଦିଶିଲା। ତାକୁ ଦେଖି ବାନରମାନେ ଆହୁରି ଆତଙ୍କିତ ହୋଇଗଲେ। ରଘୁବଂଶ ମଣିଙ୍କର ଜୟ ବୋଲି ବାରମ୍ବାର ଧ୍ୱନି ଦେଇ ବାନରମାନେ ହୁଙ୍କାର କରି ଧାଇଁ ଆସିଲେ ଏବଂ ସମସ୍ତେ ମିଶି ଏକ ସଙ୍ଗେ କୁମ୍ଭକର୍ଣ୍ଣ ଉପରକୁ ପାହାଡ଼, ପଥର ଓ ବଡ଼ ବଡ଼ ଗଛମାନ ମାଡ଼ କଲେ। କିନ୍ତୁ ରଣରଙ୍ଗରେ ଉତ୍ସାହିତ କୁମ୍ଭକର୍ଣ୍ଣ ସେମାନଙ୍କୁ ଆକ୍ରମଣ କରିବାକୁ ଏପରି ମାଡ଼ି ଆସିଲା ଯେ ଲାଗିଲା ସତେ ଯେପରି କାଳ ହିଁ କ୍ରୋଧିତ ହୋଇ ମାଡ଼ି ଆସୁଛି। ସେ ଏକାବେଳକେ କୋଟି କୋଟି ବାନରଙ୍କୁ ଧରି ଗିଳିଦେଲା। ପଙ୍ଗପାଳ ଦଳ ପର୍ବତ ଗୁମ୍ଫାରେ ପଶିଯିବା ପରି ସେମାନେ ତା ପାଟି ଭିତରେ ପଶିଗଲେ। ସେ କୋଟି କୋଟି ବାନରଙ୍କୁ ଧରି ନିଜ ଦେହରେ ରଗଡ଼ି ଦେଉଥାଏ ଏବଂ କୋଟି କୋଟିଙ୍କୁ ଧରି ହାତରେ ଦଳି ମାଟିରେ ମିଶାଇ ଦେଉଥାଏ। ତା ପେଟ ଭିତରୁ ଭାଲୁ ଓ ବାନରମାନେ ପଲ ପଲ ହୋଇ ତା ପାଟି, ନାକ ଓ କାନ ବାଟ ଦେଇ ବାହାରି ପଳାଇ ଯାଉଥାନ୍ତି। ରଣ ମଦ୍ଦମତ୍ତ ରାକ୍ଷସ ଏପରି ଦର୍ପ ଦେଖାଇଲା ଯେ ମନେ ହେଲା ସତେ ଯେପରି ସେ ଗ୍ରାସ କରୁ ବୋଲି ବିଧାତା ତାକୁ ସାରା ବିଶ୍ୱଟା ଅର୍ପଣ କରିଦେଇଛି। ସବୁ ଯୋଦ୍ଧା ପଳାୟନ କଲେ। ସେମାନଙ୍କୁ ଯୁଦ୍ଧକୁ ପଠାଇଲେ ବି ଗଲେ ନାହିଁ। ସେମାନଙ୍କ ଆଖିକୁ କିଛି ଦିଶୁନଥାଏ କି ଡାକିଲେ ବି ଶୁଭୁ ନଥାଏ। କୁମ୍ଭକର୍ଣ୍ଣ ବାନର ସେନାକୁ ଇତସ୍ତତଃ କରିଦେଲା। ଏହା ଶୁଣି ରାକ୍ଷସ ସେନା ବି ମାଡ଼ି ଆସିଲେ। ଶ୍ରୀରାମ ଦେଖିଲେ ନିଜ ସେନା ବ୍ୟାକୁଳ ହୋଇ ପଡ଼ିଲାଣି ଏବଂ ଶତ୍ରୁର ବିଭିନ୍ନ ପ୍ରକାର ସୈନ୍ୟ ମଧ୍ୟ ଆସିଗଲେଣି। ଏଣୁ କମଳ ନୟନ ଶ୍ରୀରାମ କହିଲେ,
हे ସୁଗ୍ରୀବ, हे ବିଭୀଷଣ, ରେ ଲକ୍ଷ୍ମଣ, ତୁମେମାନେ ଯାଇ ସେନାକୁ ସମ୍ଭାଳ। ମୁଁ ଏହି ଦୁଷ୍ଟର ଶକ୍ତି ଓ ସେନାକୁ ଦେଖି ନେଉଛି। ହାତରେ ସରଙ୍ଗ ଧନୁ ଧରି ଓ କଟିରେ ତୁଣୀର ବାନ୍ଧି ଶ୍ରୀ ରଘୁନାଥ ଶତ୍ରୁ ସେନାକୁ ଦମନ କରିବାକୁ ଚାଲିଲେ। ପ୍ରଥମେ ପ୍ରଭୁ ଧନୁରେ ଏପରି ଟଙ୍କାର କଲେ ଯେ କେବଳ ସେହି ଶବ୍ଦ ଶୁଣୁ ଶୁଣୁ ଶତ୍ରୁ ଦଳ ବଧିର ହୋଇଗଲା। ପୁଣି ସତ୍ୟ ପ୍ରତିଜ୍ଞ ଶ୍ରୀରାମ 1,00,000 ବାଣ ମାରିଲେ। ସେସବୁ ବାଣ ପକ୍ଷଧାରୀ କାଳସର୍ପ ପରି ଛୁଟିଗଲେ। ଚାରିଆଡ଼ୁ ବହୁ ସଂଖ୍ୟକ ବାଣ ବୃଷ୍ଟି ହେଲା ଏବଂ ବାଣ ଆଘାତରେ ଭୟଙ୍କର ରାକ୍ଷସ ଯୋଦ୍ଧାମାନଙ୍କର ଶରୀର ବି ଖଣ୍ଡ ବିଖଣ୍ଡିତ ହୋଇଗଲା। ସେମାନଙ୍କର ଗୋଡ଼, ହାତ, ଗଣ୍ଡି ଓ ମୁଣ୍ଡ କଟିଗଲା। ବହୁ ବୀରଙ୍କ ଶରୀର ଶହ ଶହ ଖଣ୍ଡ ହୋଇଗଲା। କ୍ଷତ ବିକ୍ଷତ ହୋଇଯାଉଥିବା ବୀରମାନେ ଚକ୍କର ଖାଇ ତଳେ ପଡ଼ିଯାଉଥାନ୍ତି। ଭଲ ଭଲ ଯୋଦ୍ଧାମାନେ ତଳେ ପଡ଼ି ନିଜକୁ ସମ୍ଭାଳି ପୁଣି ଥରେ ଉଠି ଯୁଦ୍ଧ କରୁଥାନ୍ତି। ବାଣ ବାଜିବା କ୍ଷଣି ସେମାନେ ମେଘ ପରି ଗର୍ଜନ କରୁଥାନ୍ତି। ବହୁ ଯୋଦ୍ଧା ତୀକ୍ଷ୍ଣ ବାଣ ଦେଖିବା ମାତ୍ରେ ପଳାୟନ କରୁଥାନ୍ତି। ମୁଣ୍ଡ ନଥିବା ପ୍ରଚଣ୍ଡ ଗଣ୍ଡି ସବୁ ଦୌଡ଼ୁଥାନ୍ତି ଏବଂ ମୁଣ୍ଡଗୁଡ଼ାକ ଧର ଧର, ମାର ମାର ବୋଲି ରଡ଼ି ଛାଡ଼ୁଥାନ୍ତି। ପ୍ରଭୁଙ୍କ ଶର ସବୁ କ୍ଷଣକ ମଧ୍ୟରେ ଭୟାନକ ରାକ୍ଷସମାନଙ୍କୁ କାଟି ରଣକ୍ଷେତ୍ରରେ ଗଦାଇ ଦେଲେ ଏବଂ ଫେରିଆସି ଶ୍ରୀ ରଘୁନାଥଙ୍କ ତୁଣୀରରେ ପଶିଗଲେ। କୁମ୍ଭକର୍ଣ୍ଣ ଦେଖିଲା ରଣକ୍ଷେତ୍ରରେ ରାକ୍ଷସ ସେନାକୁ ଶ୍ରୀରାମ କ୍ଷଣକ ମଧ୍ୟରେ ସଂହାର କରିଦେଲେ। ତେଣୁ ସେହି ମହାବଳୀ ବୀର କ୍ରୋଧିତ ହୋଇ ସିଂହ ପରି ଗର୍ଜନ କଲା। ସେ କ୍ରୋଧରେ ପର୍ବତମାନ ଉପାଡ଼ି ନେଇ ଯେଉଁ ବଡ଼ ବଡ଼ ବୀର ବାନର ଯୋଦ୍ଧାମାନେ ଥାନ୍ତି ସେଠାକୁ ଫୋପାଡ଼ିଲା। ବଡ଼ ବଡ଼ ପର୍ବତ ଆସୁଥିବା ଦେଖି ପ୍ରଭୁ ଶର ନିକ୍ଷେପ କରି ସେଗୁଡ଼ାକୁ ଧୂଳିସାତ୍ କରିଦେଲେ। ଶ୍ରୀ ରଘୁନାଥ ପୁଣି ଥରେ ଧନୁ ଆକର୍ଷଣ କରି ଅତ୍ୟନ୍ତ ଭୟାନକ ଶରମାନ ଛାଡ଼ିବାକୁ ଲାଗିଲେ। ସେହି ଶର ମେଘ ଦେହରେ ବିଜୁଳି ଲୀନ ହେଲା ପରି କୁମ୍ଭକର୍ଣ୍ଣ ଦେହରେ ପଶି ତା ପିଠିପଟେ ବାହାରି ଯାଉଥାଏ। ତାର କଳା ମଚମଚ ଦେହରୁ ରକ୍ତ ଧାରମାନ ବହି ଚାଲିଥାଏ। ଦିଶୁଥାଏ ସତେ ଯେପରି କଜ୍ଜଳ ପର୍ବତରୁ ଗେରୁ ପାଣିର ସ୍ରୋତ ବହି ଚାଲିଛି। ତାକୁ ଆହତ ଅବସ୍ଥାରେ ଦେଖି ଭାଲୁ ଓ ବାନରମାନେ ତା ଉପରକୁ ଝପଟି ଗଲେ। କିନ୍ତୁ ସେମାନେ ପାଖକୁ ଆସିଯିବାରୁ ସେ ଠୋ ଠୋ ହୋଇ ହସି ଉଠିଲା ଏବଂ ଘୋର ନାଦରେ ଗର୍ଜନ କରି କରି କୋଟି କୋଟି ବାନରଙ୍କୁ ଧରି ମତ୍ତ ହସ୍ତି ପରି ଭୂଇଁରେ କଚାଡ଼ି ଦେଲା ଏବଂ ରାବଣର ଜୟଧ୍ୱନି କରିବାକୁ ଲାଗିଲା। ଏହା ଦେଖି ଭାଲୁ ଓ ବାନର ଦଳ ହେଟା ବାଘ ଦେଖି ମେଣ୍ଢାପଲ ଧାଇଁ ପଳାଇଲା ପରି ପଳାଇଗଲେ। ଶିବ କହିଲେ, ହେ ଭବାନୀ, ବାନର ଓ ଭାଲୁମାନେ ବିକଳ ହୋଇ ଆର୍ତ୍ତ ସ୍ୱରରେ ଚିତ୍କାର କରି ପଳାୟନ କଲେ। ସେମାନେ କହିବାକୁ ଲାଗିଲେ, ଏହି ରାକ୍ଷସଟା ବାନର କୁଳରୂପୀ ଦେଶକୁ ଦୁର୍ଭିକ୍ଷ ପରି ମାଡ଼ି ଆସୁଛି। ହେ କୃପାଜଳଧର ଶ୍ରୀରାମ, ହେ ଖରାରୀ, ହେ ଶରଣାଗତ ଦୁଃଖହାରୀ, ରକ୍ଷା କରନ୍ତୁ, ରକ୍ଷା କରନ୍ତୁ। ସେମାନଙ୍କର ଆର୍ତ୍ତନାଦ ଶୁଣିବା ମାତ୍ରେ ଭଗବାନ ଧନୁର୍ବାଣ ସଜାଇ ବାହାରି ପଡ଼ିଲେ। ମହାବଳୀ ଶ୍ରୀରାମ ସେନାକୁ ପଛରେ ରଖି କ୍ରୋଧ ଭର ହୋଇ ଏକାକୀ ଆଗେ ଆଗେ ଚାଲିଲେ। ସେ ଧନୁ ଆକର୍ଷଣ କରି 100 ବାଣ ନିକ୍ଷେପ କଲେ। ବାଣ ସବୁ ଯାଇ କୁମ୍ଭକର୍ଣ୍ଣର ଶରୀରରେ ବିନ୍ଧି ହୋଇଗଲା। ବାଣ ବାଜୁ ବାଜୁ ସେ କ୍ରୋଧାନ୍ୱିତ ହୋଇ ଶ୍ରୀରାମଙ୍କ ଆଡ଼କୁ ଧାଇଁ ଆସିଲା। ତା ପଦାଘାତରେ ପର୍ବତମାନେ ଦୋହଲିବାକୁ ଲାଗିଲେ ଓ ପୃଥିବୀ ଥରିବାକୁ ଲାଗିଲା। ସେ ଗୋଟିଏ ପର୍ବତ ଓପାଡ଼ି ଆଣିଲା। ଏହା ଦେଖି ରଘୁକୁଳ ତିଳକ ତାହାର ସେହି ହାତଟି କାଟିଦେଲେ। ତେଣୁ ସେ ପର୍ବତଟାକୁ ବାଁ ହାତରେ ଧରି ଧାଇଁ ଆସିଲା। ପ୍ରଭୁ ତାର ସେହି ହାତଟି ମଧ୍ୟ କାଟି ତଳେ ପକାଇଦେଲେ। ହାତ ଦୁଇଟି କଟିଯିବାରୁ ସେ ଦୁଷ୍ଟ ପକ୍ଷହୀନ ମନ୍ଦର ପର୍ବତ ପରି ଦେଖାଗଲା। ସେ ଉଗ୍ର ଦୃଷ୍ଟିରେ ପ୍ରଭୁଙ୍କୁ ଚାହିଁଲା। ମନେ ହେଲା ସେ 3 ଲୋକକୁ ଗିଳିଦେବ। ସେ ଅତି ଭୀଷଣ ଭାବରେ ଗର୍ଜନ କରି ଆଁ କରି ମାଡ଼ି ଆସିଲା। ଆକାଶରେ ସିଦ୍ଧଗଣ ଓ ଦେବଗଣ ଭୟଭୀତ ହୋଇ ହାହାକାର କରିବାକୁ ଲାଗିଲେ। କରୁଣା ନିଧାନ ଜାଣିଗଲେ ଯେ
ଦେବଗଣ ଭୟଭୀତ ହୋଇଗଲେଣି। ତେଣୁ ସେ ଧନୁକୁ ଆକର୍ଷଣ କରି ରାକ୍ଷସର ମୁଖ ଗହ୍ୱରକୁ ଶରପୂର୍ଣ୍ଣ କରିଦେଲେ। ଏହା ସତ୍ତ୍ୱେ ସେହି ମହାବଳୀ ତଳେ ପଡ଼ିଲା ନାହିଁ। ପାଟିରେ ଶରପୂର୍ଣ୍ଣ ହୋଇଯାଇଥିବା ଅବସ୍ଥାରେ ସେ ପ୍ରଭୁଙ୍କ ଆଡ଼କୁ ମାଡ଼ି ଆସିଲା। ଜଣାଯାଉଥାଏ ସତେ ଯେପରି ଜୀବନ୍ତ ତୁଣୀରର ରୂପ ଧରି ସାକ୍ଷାତ୍ କାଳ ହିଁ ମାଡ଼ି ଆସୁଛି। ତାହା ଦେଖି ପ୍ରଭୁ କ୍ରୋଧଭର ହୋଇଗଲେ ଏବଂ ଗୋଟିଏ ତୀକ୍ଷ୍ଣ ଶର ମାରି ତାର ମୁଣ୍ଡ ଗଣ୍ଡି ଅଲଗା କରିଦେଲେ। ତାର ସେହି ମୁଣ୍ଡଟା ଉଡ଼ି ଉଡ଼ି ଯାଇ ରାବଣ ଆଗରେ ପଡ଼ିଗଲା। ତାହା ଦେଖିଦେଇ ରାବଣ ମଣିହରା ସର୍ପ ପରି ବ୍ୟାକୁଳ ହୋଇ ଉଠିଲା। କୁମ୍ଭକର୍ଣ୍ଣର ପ୍ରଚଣ୍ଡ ଗଣ୍ଡିଟା ରଣକ୍ଷେତ୍ରରେ ଦୌଡ଼ିଲା। ଫଳରେ ଭୂସ୍ଖଳନ ଘଟିଗଲା। ତେଣୁ ପ୍ରଭୁ ତୀର ମାରି ତାହାକୁ ଦୁଇ ଖଣ୍ଡ କରିଦେଲେ। ସେହି ଦୁଇ ଖଣ୍ଡ ଭୂଇଁ ଉପରେ ଏପରି ପଡ଼ିଗଲା ଯେ ଜଣାଗଲା ସତେ ଯେପରି ଆକାଶରୁ ଦୁଇଟା ପାହାଡ଼ ଖସି ପଡ଼ିଲା। ସେହି ଦୁଇ ଖଣ୍ଡ ଗଣ୍ଡି ତଳେ ଅନେକ ବାନର, ଭଲ୍ଲୁକ ଓ ରାକ୍ଷସ ଚାପି ହୋଇ ରହିଗଲେ। କୁମ୍ଭକର୍ଣ୍ଣର ତେଜ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଦେହରେ ଲୀନ ହୋଇଗଲା। ତାହା ଦେଖି କି ଦେବତା କି ମୁନି ସମସ୍ତେ ଆଶ୍ଚର୍ଯ୍ୟାନ୍ୱିତ ହୋଇଗଲେ। ଦେବତାମାନେ ଦୁନ୍ଦୁଭି ବଜାଇଲେ। ହର୍ଷିତ ହୋଇ ସ୍ତୁତି କରିବା ସହିତ ବହୁ ପୁଷ୍ପ ବୃଷ୍ଟି କଲେ। ବିନତି ଜଣାଇ ସାରି ସବୁ ଦେବତା ଫେରିଗଲେ। ସେତିକିବେଳେ ଦେବ ଋଷି ନାରଦ ଆସି ପହଞ୍ଚିଗଲେ। ଆକାଶରେ ଥାଇ ସେ ପ୍ରଭୁଙ୍କର ବୀରରସପୂର୍ଣ୍ଣ ଗୁଣାବଳୀ ଗାନ କଲେ। ତାହା ପ୍ରଭୁଙ୍କୁ ବହୁତ ଭଲ ଲାଗିଲା। ଏଥର ଦୁଷ୍ଟ ରାବଣକୁ ଶୀଘ୍ର ନିଧନ କରନ୍ତୁ, ଏହା କହି ମୁନିବର ଚାଲିଗଲେ। ସେତେବେଳେ ପ୍ରଭୁ ଶ୍ରୀରାମ ରଣଭୂମିରେ ସୁଶୋଭିତ ହେଲେ। ଅତୁଳିତ ବଳଧାମ କୋଶଳପତି ଶ୍ରୀ ରଘୁନାଥ ରଣଭୂମିରେ ସୁଶୋଭିତ ହେଲେ। ମୁଖରେ ସ୍ୱେଦ ବିନ୍ଦୁ, କମଳ ତୁଲ୍ୟ ନେତ୍ର ଈଷତ୍ ଲାଲ ଦିଶୁଥାଏ। ଶରୀର ଉପରେ ରକ୍ତବିନ୍ଦୁର ଛଟା। ଦୁଇ ହାତରେ ଧନୁ ଓ ଶରକୁ ବୁଲାଉଥାନ୍ତି। ଚତୁର୍ଦିଗରେ ଭଲ୍ଲୁକ ଓ ବାନର ସୈନ୍ୟ ଶୋଭା ପାଉଥାନ୍ତି। ତୁଳସୀ ଦାସ କହୁଛନ୍ତି, ପ୍ରଭୁଙ୍କର ସେହି ସ୍ୱରୂପର ବର୍ଣ୍ଣନା ଶେଷଦେବ ମଧ୍ୟ କରିପାରିବେ ନାହିଁ। ଶିବ କହିଲେ, ହେ ଗିରିଜେ, ନିଜ ରାକ୍ଷସ ଓ ପାପର ଖଣି କୁମ୍ଭକର୍ଣ୍ଣକୁ ମଧ୍ୟ ପ୍ରଭୁ ଶ୍ରୀରାମ ନିଜର ପରମ ଧାମକୁ ପଠାଇଦେଲେ। ତେଣୁ ଯେଉଁମାନେ ଶ୍ରୀରାମଙ୍କୁ ଭଜନ କରୁନାହାନ୍ତି ସେମାନେ ନିଶ୍ଚୟ ମନ୍ଦଗତି। ଦିନ ଯାଇ ରାତି ଆସିଯିବାରୁ ଉଭୟ ପକ୍ଷର ସେନା ଫେରିଗଲେ। ସେଦିନ ଯୁଦ୍ଧରେ ଯୋଦ୍ଧାମାନେ କ୍ଳାନ୍ତ ହୋଇପଡ଼ିଥିଲେ। କିନ୍ତୁ ଶୁଷ୍କ ତୃଣ ପାଇ ଅଗ୍ନି ପ୍ରଜ୍ୱଳିତ ହେବା ପରି ଶ୍ରୀରାମଙ୍କ କୃପାରୁ ବାନର ସେନାର ବଳ ବଢ଼ିଗଲା। ଅପରପକ୍ଷରେ ନିଜ ମୁଖରେ କହିହେଲେ ଯେପରି ପୁଣ୍ୟ କ୍ଷୟ ହୋଇଯାଏ, ରାକ୍ଷସମାନଙ୍କର ବଳ ସେହିପରି ଦିନ ରାତି କ୍ଷୟ ହେବାକୁ ଲାଗିଲା। ରାବଣ ଅତିଶୟ ବିଳାପ କରୁଥାଏ। ଭାଇ କୁମ୍ଭକର୍ଣ୍ଣର ମୁଣ୍ଡକୁ ବାରମ୍ବାର ଛାତିରେ ଚାପି ଧରୁଥାଏ। କୁମ୍ଭକର୍ଣ୍ଣର ବିପୁଳ ତେଜ ଓ ବଳ ବିଷୟରେ ବାହୁନି ବାହୁନି ସ୍ତ୍ରୀ ଲୋକମାନେ ଛାତି ପିଟି ହୋଇ କାନ୍ଦୁଥାନ୍ତି। ଏତିକି ବେଳେ ମେଘନାଦ ଆସି ପହଞ୍ଚିଗଲା। ସେ ନାନା କଥା କହି ପିତାଙ୍କୁ ବୁଝାଇଲା। କହିଲା, କାଲି ମୋର ପୌରୁଷ ଦେଖିବେ, ଏବେଠାରୁ ବଡ଼ିମା କହିବି କାହିଁକି? ପିତା, ମୁଁ ମୋ ଇଷ୍ଟ ଦେବଙ୍କଠାରୁ ଯେଉଁ ବଳ ଓ ରଥ ପାଇଛି ତାହା ଏ ପର୍ଯ୍ୟନ୍ତ ଆପଣଙ୍କୁ ଦେଖାଇ ନଥିଲି। ସେ ଏହିପରି ଆସ୍ଫାଳନ କରୁ କରୁ ରାତି ପାହି ସକାଳ ହୋଇଗଲା। ବହୁ ସଂଖ୍ୟକ ବାନର ଆସି ଲଙ୍କାର ଚାରିଦ୍ୱାର ଅବରୋଧ କରିଦେଲେ। ଏକ ପକ୍ଷରେ କାଳ ସମାନ ବୀର ବାନର ଓ ଭଲ୍ଲୁକ ଏବଂ ଅପର ପକ୍ଷରେ ଅତ୍ୟନ୍ତ ରଣଧୀର ରାକ୍ଷସ। ଉଭୟ ପକ୍ଷର ଯୋଦ୍ଧା ନିଜ ନିଜର ବିଜୟ ପାଇଁ ଲଢ଼ୁଥାନ୍ତି। କାକଭୂଷୁଣ୍ଡି କହିଲେ, ହେ ଗରୁଡ଼, ସେହି ଯୁଦ୍ଧ ଘନଘଟାର ବର୍ଣ୍ଣନା କରିହେବ ନାହିଁ। ମେଘନାଦ ତାର ମାୟାମୟ ରଥ ଚଢ଼ି ଆକାଶକୁ ଉଠିଗଲା ଏବଂ ଅଟ୍ଟହାସ କରି ଗର୍ଜନ ଛାଡ଼ିଲା। ତାହା ଶୁଣି ବାନର ସେନାରେ ଭୟ ଖେଳିଗଲା। ସେ ଶକ୍ତି, ଶୂଳ, ଖड्ग, କୃପାଣ ଆଦି ଅସ୍ତ୍ରଶସ୍ତ୍ର
ଏବଂ ବଜ୍ର ଆଦି ନାନା ଆୟୁଧ ଚଳାଇଲା। ଫାର୍ସା, ମୁଦ୍ଗର ଓ ପଥର ମାରିବା ସଙ୍ଗେ ସଙ୍ଗେ ବହୁ ଶର ବୃଷ୍ଟି କଲା। ଶର ସବୁ ଆକାଶର 10 ଦିଗରେ ଛାଇ ହୋଇଗଲା। ଦେଖି ମନେ ହେଲା ସତେ ଯେପରି ମଘା ନକ୍ଷତ୍ରର ମେଘମାଳ ଝଡ଼ି ବର୍ଷା ଲଗାଇଦେଲେ। କାନରେ କେବଳ ଧର ଧର ମାର ମାର ଶବ୍ଦ ପଡ଼ୁଥାଏ, କିନ୍ତୁ ଯେ ମାରୁଥାଏ ତାକୁ କେହି ଦେଖିପାରୁନଥାନ୍ତି। ପର୍ବତ ଓ ବୃକ୍ଷ ଧରି ବାନରମାନେ ଆକାଶକୁ ଡେଇଁ ପଡ଼ୁଥାନ୍ତି, କିନ୍ତୁ କାହାକୁ ଦେଖିବାକୁ ନ ପାଇ ଦୁଃଖରେ ଫେରି ଆସୁଥାନ୍ତି। ମେଘନାଦ ମାୟା ବଳରେ ଦୁର୍ଗମ ଘାଟି, ରାସ୍ତା ଓ ପର୍ବତ କନ୍ଦରମାନଙ୍କୁ ଶରର ପଞ୍ଜୁରୀରେ ପରିଣତ କରିଦେଲା। ରାସ୍ତା ନ ପାଇ ବାନରମାନେ କୁଆଡ଼େ ଯିବେ ବୋଲି ଚିନ୍ତାରେ ପଡ଼ିଗଲେ। ସେମାନଙ୍କର ବିକଳ ଦେଖି ମନେ ହେଲା ସତେ ଯେପରି ପର୍ବତମାନେ ଆସି ଇନ୍ଦ୍ରର କଏଦୀ ଘରେ ପଡ଼ିଯାଇଛନ୍ତି। ହନୁମାନ, ଅଙ୍ଗଦ, ନଳ ଓ ନୀଳ ଆଦି ସବୁ ବାନରଙ୍କୁ ମେଘନାଦ ବିବ୍ରତ କରିଦେଲା। ପୁଣି ସେ ଲକ୍ଷ୍ମଣ, ସୁଗ୍ରୀବ ଓ ବିଭୀଷଣଙ୍କୁ ଶର ମାରି ସେମାନଙ୍କ ଶରୀରକୁ କ୍ଷତ ବିକ୍ଷତ କରିଦେଲା। ତାପରେ ସେ ରଘୁନାଥଙ୍କ ସହିତ ଲଢ଼ିବାକୁ ଲାଗିଲା। ସେ ଯେଉଁ ଶର ମାରୁଥାଏ ସେଗୁଡ଼ିକ ଆସି ସର୍ପ ହୋଇଯାଉଥାନ୍ତି। ଏଣୁ ସ୍ୱତନ୍ତ୍ର, ଅନନ୍ତ, ଏକ ଓ ନିର୍ବିକାର ସେହି ଖରଶତ୍ରୁ ଶ୍ରୀରାମ ଏପରି ଭାବରେ ଲୀଳା ଛଳରେ ନାଗ ପାଶରେ ବାନ୍ଧି ହୋଇଗଲେ। ସଦା ସ୍ୱତନ୍ତ୍ର ଓ ଅଦ୍ୱିତୀୟ ଭଗବାନ ଶ୍ରୀରାମ ନଟ ପରି ଅନେକ ପ୍ରକାର ଭୂମିକାରେ ଅଭିନୟ କରନ୍ତି। ରଣର ଶୋଭା ନିମନ୍ତେ ପ୍ରଭୁ ନିଜକୁ ନାଗ ପାଶରେ ବନ୍ଧାଇ ଦେଲେ, କିନ୍ତୁ ତାହା ଦେଖି ଦେବତାମାନଙ୍କୁ ବଡ଼ ଭୟ ଲାଗିଲା। ଶିବ କହିଲେ, ହେ ଗିରିଜେ, ଯାହାଙ୍କର ନାମ ଜପ କରି ମୁନିମାନେ ଭବ ପାଶକୁ କାଟି ଦିଅନ୍ତି, ସେହି ସର୍ବବ୍ୟାପକ ଓ ବିଶ୍ୱନିବାସ ପ୍ରଭୁ କ'ଣ କେବେ ବନ୍ଧନରେ ପଡ଼ିପାରନ୍ତି? ହେ ଭବାନୀ, ଶ୍ରୀରାମଙ୍କର ଏହି ସଗୁଣ ଲୀଳା ବିଷୟରେ ବୁଦ୍ଧି ଓ ବାଣୀ ବଳରେ ତର୍କ କରାଯାଇପାରେ ନାହିଁ। ଏହା ଉପଲବ୍ଧି କରି ତତ୍ତ୍ୱଜ୍ଞାନୀ ଓ ବୈରାଗୀମାନେ ସମସ୍ତ ତର୍କ ଛାଡ଼ିଦେଇ କେବଳ ଶ୍ରୀରାମଙ୍କୁ ଭଜନ୍ତି। ମେଘନାଦ ବାନର ସେନାକୁ ବ୍ୟାକୁଳ କରିଦେଲା। ତାପରେ ସେ ଦେଖାଦେଇ ଦୁର୍ବଚନ କହିବାକୁ ଲାଗିଲା। ତାହା ଶୁଣି ଜାମ୍ବବାନ କହିଲେ, ରେ ଦୁଷ୍ଟ, ରହ ରହ, ମୁଁ ଯାଉଛି। ଏହା ଶୁଣି ତାର କ୍ରୋଧ ଆହୁରି ବଢ଼ିଗଲା। ସେ କହିଲା, ଆରେ ମୂର୍ଖ, ତତେ ବୁଢ଼ା ବୋଲି ଜାଣି ମୁଁ ଛାଡ଼ି ଦେଇଥିଲି। ରେ ଅଧମ, ତୁ ପୁଣି ମୋତେ ଆହ୍ୱାନ ଦେଉଛୁ? ଏପରି କହି ସେ ତାଙ୍କ ଉପରକୁ ଏକ ତୀକ୍ଷ୍ଣ ତ୍ରିଶୂଳ ଛାଡ଼ିଦେଲା। ଜାମ୍ବବାନ ସେହି ତ୍ରିଶୂଳଟା ହାତରେ ଧରି ପକାଇ ଧାଇଁ ଆସିଲେ ଏବଂ ସେହି ତ୍ରିଶୂଳଟାକୁ ସେ ମେଘନାଦର ଛାତିକି ମାରିଦେଲେ। ଫଳରେ ସେହି ଦେବଶତ୍ରୁ ରାକ୍ଷସ ଚକ୍କର ଖାଇ ଭୂଇଁରେ ଟଳି ପଡ଼ିଲା। ଜାମ୍ବବାନ କ୍ରୋଧଭର ହୋଇଗଲେ। ସେ ତା ଗୋଡ଼ ଦୁଇଟା ଧରି ଘୁରାଇ ତାକୁ ଭୂଇଁରେ କଚାଡ଼ି ଦେଲେ। ଏପରି ଭାବରେ ସେ ନିଜର ଶକ୍ତି ଦେଖାଇଦେଲେ, କିନ୍ତୁ ଯେତେ ମାରିଲେ ବି ବର ପ୍ରସାଦରୁ ସେ ମରୁନଥାଏ। ତେଣୁ ଜାମ୍ବବାନ ପୁଣି ଥରେ ତାର ଦୁଇ ଗୋଡ଼କୁ ଧରି ଲଙ୍କା ଗଡ଼ ଉପରକୁ ଫୋପାଡ଼ି ଦେଲେ। ଏଣେ ଦେବର୍ଷି ନାରଦ ଗରୁଡ଼ଙ୍କୁ ପଠାଇ ଦେବାରୁ ସେ ଆସି ଅବିଳମ୍ବେ ଶ୍ରୀରାମଙ୍କ ପାଖରେ ପହଞ୍ଚିଗଲେ। ପକ୍ଷୀରାଜ ଗରୁଡ଼ ଶ୍ରୀରାମଙ୍କ ଦେହରୁ ସବୁ ମାୟା ସର୍ପଙ୍କୁ ଧରି ଖାଇଗଲେ। ତେଣୁ ସମସ୍ତେ ମାୟାରୁ ମୁକ୍ତ ହୋଇଗଲେ। ବାନରମାନେ ପୁଣି ଥରେ ଆନନ୍ଦିତ ହୋଇଗଲେ। ପର୍ବତ, ବୃକ୍ଷ, ପଥର, ନଖ ଆଦି ଯେଉଁମାନଙ୍କର ଆୟୁଧ, ସେହି ବାନରମାନେ କ୍ରୋଧରେ ମାଡ଼ି ଆସିଲେ। ରାକ୍ଷସମାନେ ଅତ୍ୟନ୍ତ ବ୍ୟାକୁଳ ହୋଇ ପଳାୟନ କଲେ ଓ ଯାଇ ଗଡ଼ ଉପରେ ଚଢ଼ିଗଲେ। ଇତିମଧ୍ୟରେ ମେଘନାଦର ମୂର୍ଚ୍ଛା ଭାଙ୍ଗିଗଲା। ବାପାଙ୍କୁ ଦେଖି ତାକୁ ବଡ଼ ଲାଜ ମାଡ଼ିଲା। ମୁଁ ଅଜୟ ହୋଇ ରହିବା ପାଇଁ ଯଜ୍ଞ କରିବି ବୋଲି ମନେ ମନେ ନିଶ୍ଚୟ କରି ସେ ଗୋଟାଏ ବଡ଼ ପର୍ବତ ଗୁମ୍ଫା ଭିତରକୁ ଚାଲିଗଲା। ଏହା ଜାଣିପାରି ବିଭୀଷଣ ଶ୍ରୀରାମଙ୍କୁ ପରାମର୍ଶ ଦେଲେ, ହେ ଅତୁଳିତ ବଳଧାମ, ଉଦାର ପ୍ରଭୁ, ଦେବତାମାନଙ୍କର ଉତ୍ପୀଡ଼କ,
ଦୁଷ୍ଟ ମାୟାବୀ ମେଘନାଦ ଗୋଟିଏ ଅପବିତ୍ର ଯଜ୍ଞ କରୁଛି। ହେ ପ୍ରଭୁ, ଯଦି ତାର ସେହି ଯଜ୍ଞ ସିଦ୍ଧ ହୋଇଯିବ, ତେବେ ହେ ନାଥ, ତାକୁ ଆଉ ଶୀଘ୍ର ଜିଣି ହେବ ନାହିଁ। ଏହା ଶୁଣି ଶ୍ରୀ ରଘୁନାଥ ଅତ୍ୟନ୍ତ ଖୁସି ହୋଇଗଲେ। ସେ ଅଙ୍ଗଦାଦି ବହୁ ବାନରଙ୍କୁ ଡକାଇ କହିଲେ, ଭାଇମାନେ, ତୁମେ ସମସ୍ତେ ଲକ୍ଷ୍ମଣ ସହିତ ଯାଅ, ମେଘନାଦର ଯଜ୍ଞ ଧ୍ୱଂସ କର। ଭାଇ ଲକ୍ଷ୍ମଣ, ସଂଗ୍ରାମରେ ତୁ ହିଁ ତାକୁ ମାରିବୁ। ଦେବତାମାନଙ୍କର ଭୟାକୁଳ ଅବସ୍ଥା ଦେଖି ମୋତେ ବଡ଼ ଦୁଃଖ ଲାଗୁଛି। ହେ ଭାଇ, ଶୁଣ, ରାକ୍ଷସକୁ ଏପରି ବଳ ଓ ବୁଦ୍ଧି ପ୍ରୟୋଗ କରି ମାରିବୁ ଯେପରିକି ତାର ନିଶ୍ଚିତ ମୃତ୍ୟୁ ଘଟିବ। ହେ ଜାମ୍ବବାନ, ସୁଗ୍ରୀବ ଓ ବିଭୀଷଣ, ତୁମେ 3 ଜଣ ସେନା ସମେତ ଲକ୍ଷ୍ମଣଙ୍କ ସାଥିରେ ରହିବ। ଶ୍ରୀ ରଘୁନାଥ ଏପରି ଆଜ୍ଞା ଦେବାରୁ ରଣଧୀର ଲକ୍ଷ୍ମଣ କଟିରେ ତୁଣୀର ବାନ୍ଧି ଧନୁ ସଜାଡ଼ି ଏବଂ ହୃଦୟରେ ପ୍ରଭୁଙ୍କ ପ୍ରତାପ ଧାରଣ କରି ମେଘ ଗମ୍ଭୀର ବାଣୀରେ କହିଲେ, ମୁଁ ଯଦି ଆଜି ତାକୁ ନ ମାରି ଫେରିବି, ତେବେ ଆଉ ଶ୍ରୀ ରଘୁନାଥଙ୍କର ସେବକ ବୋଲାଇବି ନାହିଁ। ତାକୁ 100 ଶଙ୍କର ସାହାଯ୍ୟ କଲେ ସୁଦ୍ଧା ମୁଁ ଶ୍ରୀ ରଘୁନାଥଙ୍କ ଦ୍ୱାହି ଦେଇ କହୁଛି, ଆଜି ମୁଁ ତାକୁ ନିଶ୍ଚୟ ବଧ କରିବି। ଶ୍ରୀ ରଘୁନାଥଙ୍କ ଚରଣରେ ମସ୍ତକ ଲଗାଇ ଶେଷାବତାର ଶ୍ରୀ ଲକ୍ଷ୍ମଣ ତୁରନ୍ତ ବାହାରି ପଡ଼ିଲେ। ତାଙ୍କ ସହିତ ଅଙ୍ଗଦ, ନୀଳ, ମୟନ୍ଦ, ନଳ ଓ ହନୁମାନ ଆଦି ଶ୍ରେଷ୍ଠ ଯୋଦ୍ଧାମାନେ ବି ଚାଲିଲେ। ବାନରମାନେ ଯାଇ ଦେଖିଲେ ଯେ ମେଘନାଦ ବସି ଯଜ୍ଞରେ ରକ୍ତ ଓ ମହିଷ ଆହୁତି ଦେଉଛି। ତେଣୁ ବାନରମାନେ ମିଶି ତାର ଯଜ୍ଞ ଧ୍ୱଂସ କରିଦେଲେ। ତଥାପି ସେ ବସିଥିବା ଆସନରୁ ନ ଉଠିବାରୁ ସେମାନେ ତାକୁ ପରିହାସରେ ପ୍ରଶଂସା କରିବାକୁ ଲାଗିଲେ। ଏହା ସତ୍ତ୍ୱେ ସେ ନ ଉଠିବାରୁ ବାନରମାନେ ଯାଇ ତାର ଚୁଟି ଧରି ତାକୁ ଘୋଷାଡ଼ି ଆଣିଲେ ଓ ଲାତ ମାରି ପଳାଇ ଆସିଲେ। ମେଘନାଦ ତ୍ରିଶୂଳ ଧରି ଗୋଡ଼ାଇ ଆସିଲା। ବାନରମାନେ ଲକ୍ଷ୍ମଣ ଠିଆ ହୋଇଥିବା ସ୍ଥାନକୁ ଦୌଡ଼ି ପଳାଇ ଗଲେ। ମେଘନାଦ ଅତ୍ୟନ୍ତ କ୍ରୋଧିତ ହୋଇ ବାରମ୍ବାର ଭୟଙ୍କର ଗର୍ଜନ କରି ମାଡ଼ି ଆସିଲା। ହନୁମାନ ଓ ଅଙ୍ଗଦ କୋପଭର ହୋଇ ତା ଆଡ଼କୁ ମାଡ଼ିଗଲେ। ମେଘନାଦ ସେ ଦୁହିଁଙ୍କ ଛାତିରେ ତ୍ରିଶୂଳ ମାରି ତଳେ ଗଡ଼ାଇ ଦେଲା। ପୁଣି ସେ ପ୍ରଭୁ ଲକ୍ଷ୍ମଣଙ୍କ ଉପରକୁ ପ୍ରଚଣ୍ଡ ତ୍ରିଶୂଳ ଛାଡ଼ିଲା। ଲକ୍ଷ୍ମଣ ବାଣ ମାରି ତା ତ୍ରିଶୂଳକୁ 2 ଖଣ୍ଡ କରିଦେଲେ। ଏହାପରେ ହନୁମାନ ଓ ଯୁବରାଜ ଅଙ୍ଗଦ କ୍ରୁଦ୍ଧ ହୋଇ ଉଠି ପଡ଼ିଲେ ଓ ତାକୁ ମାରିବାକୁ ଲାଗିଲେ। କିନ୍ତୁ ତା ଉପରେ ମାଡ଼ର କୌଣସି ପ୍ରଭାବ ପଡ଼ିଲା ନାହିଁ। ଶତ୍ରୁକୁ ଯେତେ ମାରିଲେ ମଧ୍ୟ ସେ ମରୁନଥିବା ଦେଖି ବୀରମାନେ ଲେଉଟି ଆସିଲା ବେଳକୁ ସେ ଘୋର ଗର୍ଜନ କରି ମାଡ଼ି ଆସିଲା। ସେ କ୍ରୋଧିତ କାଳ ପରି ମାଡ଼ି ଆସୁଥିବାର ଦେଖି ଲକ୍ଷ୍ମଣ ତା ଉପରକୁ ଭୟାନକ ବାଣ ଛାଡ଼ିଦେଲେ। ବଜ୍ର ସମାନ ବାଣ ଆସୁଥିବାର ଦେଖି ସେ ଦୁଷ୍ଟ ତୁରନ୍ତ ଅଦୃଶ୍ୟ ହୋଇଗଲା ଏବଂ ଭିନ୍ନ ଭିନ୍ନ ରୂପ ଧରି ଯୁଦ୍ଧ କରିବାକୁ ଲାଗିଲା। ସେ କେତେବେଳେ ଦେଖାଯାଉଥାଏ ତ କେତେବେଳେ ଲୁଚି ଯାଉଥାଏ। ଶତ୍ରୁକୁ ଅପରାଜୟ ଦେଖି ବାନରମାନେ ଭୟଭୀତ ହୋଇଗଲେ। ଏଥର ଲକ୍ଷ୍ମଣ ଅତ୍ୟନ୍ତ କ୍ରୁଦ୍ଧ ହୋଇଗଲେ। ସେ ମନେ ମନେ ବିଚାର କଲେ, ଏ ଦୁଷ୍ଟକୁ ମୁଁ ବହୁତ ଖେଳାଇଲିଣି। କୋଶଳପତି ଶ୍ରୀରାମଙ୍କ ପ୍ରତାପ ସ୍ମରଣ କରି ଲକ୍ଷ୍ମଣ ବିରୋଚିତ ଦର୍ପରେ ଶର ସନ୍ଧାନ କଲେ। ଶର ଛାଡ଼ିଦେବା ମାତ୍ରେ ତାହା ଯାଇ ରାକ୍ଷସର ଛାତି ମଝିରେ ବିନ୍ଧି ହୋଇଗଲା। ମରିବା ସମୟରେ ସେ ସବୁ କପଟ ଛାଡ଼ିଦେଲା। ରାମାନୁଜ ଲକ୍ଷ୍ମଣ କେଉଁଠି, ଶ୍ରୀରାମ କେଉଁଠି, ଏପରି କହି କହି ସେ ପ୍ରାଣ ଛାଡ଼ିଦେଲା। ଅଙ୍ଗଦ ଓ ହନୁମାନ କହିଲେ, ଧନ୍ୟ ତୋର ମା, ଧନ୍ୟ। ହନୁମାନ ତାକୁ ଅନାୟାସରେ ଉଠାଇ ନେଲେ ଓ ଲଙ୍କାର ଦ୍ୱାର ଦେଶରେ ରଖିଦେଇ ଫେରି ଆସିଲେ। ତାହାର ମୃତ୍ୟୁ ସମ୍ବାଦ ପାଇ ଦେବତା ଓ ଗନ୍ଧର୍ବ ଆଦି ସମସ୍ତେ ବିମାନ ଚଢ଼ି ଆକାଶ ମାର୍ଗକୁ ଚାଲି ଆସିଲେ। ସେମାନେ ପୁଷ୍ପବୃଷ୍ଟି କରି କରି ଦୁନ୍ଦୁଭି ବଜାଇ ବଜାଇ ଶ୍ରୀରାମଙ୍କର ନିର୍ମଳ ଯଶ ଗାନ କଲେ। ହେ ଅନନ୍ତ, ଆପଣଙ୍କର ଜୟ ହେଉ। ହେ ଜଗଦାଧାର, ଆପଣଙ୍କର ଜୟ ହେଉ। ହେ ପ୍ରଭୁ,
ଆପଣ ଦେବଗଣଙ୍କୁ ଘୋର ବିପତ୍ତିରୁ ଉଦ୍ଧାର କରିଦେଲେ। ଦେବତା ଓ ସିଦ୍ଧମାନେ ସ୍ତୁତି କରି ଫେରିଯିବା ପରେ ଲକ୍ଷ୍ମଣ କୃପା ସାଗର ଶ୍ରୀରାମଙ୍କ ନିକଟକୁ ଆସିଲେ। ସେପଟେ ପୁତ୍ରର ମୃତ୍ୟୁ ସମାଚାର ପାଇଯିବା କ୍ଷଣି ରାବଣ ମୂର୍ଚ୍ଛିତ ହୋଇ ତଳେ ପଡ଼ିଗଲା। ଛାତି ପିଟି ପିଟି ଏବଂ ନାନା ପ୍ରକାରେ ବାହୁନି ବାହୁନି ମନ୍ଦୋଦରୀ ବିଳାପ କରିବାକୁ ଲାଗିଲେ। ନଗରର ସମସ୍ତେ ଶୋକାକୁଳ ହୋଇଗଲେ। ସମସ୍ତେ ରାବଣକୁ ନୀଚ ବୋଲି କହିବାକୁ ଲାଗିଲେ। ରାବଣ ନିଜ ସ୍ତ୍ରୀମାନଙ୍କୁ ନାନା ପ୍ରକାରେ ବୁଝାଇଲା ଏବଂ କହିଲା, ତୁମେମାନେ ବିଚାର କରି ଦେଖ, ଜଗତର ସବୁକିଛି ଏହିପରି ନାଶବାନ। ରାବଣ ସେମାନଙ୍କୁ ଜ୍ଞାନ ଉପଦେଶ ଦେଲା। ସେ ନିଜେ ନୀଚ ହୋଇ ମଧ୍ୟ ବହୁ ମଙ୍ଗଳକର କଥା କହିଲା। ଅନ୍ୟମାନଙ୍କୁ ଉପଦେଶ ଦେବାରେ ବହୁ ଲୋକ ନିପୁଣ, କିନ୍ତୁ ଉପଦେଶ ଅନୁସାରେ ଆଚରଣ କରୁଥିବା ଲୋକ ଖୁବ୍ କମ୍। ରାତି ପାହିଲା, ସକାଳ ହେଲା। ଭଲ୍ଲୁକ ଓ ବାନରମାନେ ଯାଇ ପୁନର୍ବାର ଲଙ୍କାର ଚାରିଦ୍ୱାରରେ ଆକ୍ରମଣ ଆରମ୍ଭ କରିଦେଲେ। ଦଶାନନ ରାବଣ ଯୋଦ୍ଧାମାନଙ୍କୁ ଡକାଇ କହିଲା, ଯୁଦ୍ଧରେ ଶତ୍ରୁ ସମ୍ମୁଖରେ ଯାହାର ମନ ବିଚଳିତ ହେଉଛି ସେ ଏତିକି ବେଳୁ ପଳାଇ ଯିବା ଭଲ। ଯୁଦ୍ଧକୁ ଯାଇ ବିମୁଖ ହୋଇ ପଳାଇ ଆସିବାରେ ମଙ୍ଗଳ ନାହିଁ। ମୁଁ ମୋ ନିଜ ବାହୁବଳ ଉପରେ ଭରସା ରଖି ଶତ୍ରୁତା ବଢ଼ାଇଛି। ଯେଉଁ ଶତ୍ରୁ ଲଙ୍କାକୁ ମାଡ଼ି ଆସିଛି ମୁଁ ନିଜେ ହିଁ ତାର ପ୍ରତିଶୋଧ ନେବି। ଏପରି କହି ସେ ପବନ ପରି ଏକ ବେଗଗାମୀ ରଥ ସଜାଇଲା। ବିଭିନ୍ନ ପ୍ରକାର ଯୁଦ୍ଧବାଦ୍ୟ ବାଜିବାକୁ ଲାଗିଲା। ଅତୁଳନୀୟ ବଳବାନ ବୀରମାନେ ଏପରି ଭାବରେ ଚାଲିଲେ ଯେ ଦେଖି ମନେ ହେଲା ସତେ ଯେପରି କଜ୍ଜଳର ଏକ ବାତ୍ୟା ମାଡ଼ି ଆସୁଛି। ସେତିକିବେଳେ ଅସଂଖ୍ୟ ଅଶୁଭ ଲକ୍ଷଣ ଦେଖାଗଲା। କିନ୍ତୁ ନିଜ ଭୁଜ ବଳରେ ଅତି ଗର୍ବୀ ହୋଇଥିବା ରାବଣ ସେ ସବୁକୁ ଆଦୌ ଗଣିଲା ନାହିଁ। ଅତ୍ୟନ୍ତ ଗର୍ବ ହେତୁ ସେ ଶକୁନ ଅପଶକୁନକୁ ବିଚାରକୁ ନେଲା ନାହିଁ। ହାତରୁ ଅସ୍ତ୍ର ଖସି ପଡ଼ୁଥାଏ। ଯୋଦ୍ଧାମାନେ ରଥରୁ ଖସି ପଡ଼ୁଥାନ୍ତି। ଘୋଡ଼ା ଓ ହାତୀମାନେ ଗର୍ଜନ କରି ସ୍ଥାନ ଛାଡ଼ି ପଳାଇ ଯାଉଥାନ୍ତି। ବିଲୁଆ, ଶାଗୁଣା, କୁଆ ଓ ଗଧମାନେ ବିଭତ୍ସ ରଡ଼ି ଛାଡ଼ୁଥାନ୍ତି। ବହୁ ସଂଖ୍ୟାରେ କୁକୁରମାନେ କାନ୍ଦୁଥାନ୍ତି। ପେଚାମାନେ ଏପରି ଭୟାନକ ଭାବରେ ରାବୁଥାନ୍ତି ଯେ ଲାଗୁଥାଏ ସତେ ଯେପରି ସେମାନେ କାଳର ଦୂତ ରୂପେ ଆସିଛନ୍ତି। ଯେ ଜୀବଦ୍ରୋହରେ ରତ, ଯେ ମୋହର ବଶ, ଯେ ରାମ ବିମୁଖ, ଯେ କାମାସକ୍ତ, ସେ କ'ଣ କେବେ ସ୍ୱପ୍ନରେ ହେଲେ ସୁଦ୍ଧା ସୁଖ ସମ୍ପତ୍ତି, ଶୁଭ ଶକୁନ ଓ ମାନସିକ ଶାନ୍ତି ପାଇପାରିବ? ରାକ୍ଷସମାନଙ୍କର ଅପାର ସେନା ଚାଲିଲା। ଚତୁରଙ୍ଗିଣୀ ସେନା ବିଭିନ୍ନ ଦଳରେ ବିଭକ୍ତ ହୋଇଥାଏ। ଅନେକ ପ୍ରକାର ବାହନ, ରଥ ଓ ଯାନ ଶୋଭା ପାଉଥାଏ। ବିବିଧ ରଙ୍ଗର ଅସଂଖ୍ୟ ପତାକା ଓ ଧ୍ୱଜା ଉଡ଼ୁଥାଏ। ବର୍ଷା ଋତୁର ପବନ ବୋହି ଆଣୁଥିବା ମେଘମାଳା ପରି ପଲ ପଲ ମତ୍ତ ହସ୍ତି ଚାଲିଥାନ୍ତି। ନାନା ବର୍ଣ୍ଣର ବେଶ ଧରି ବୀରଗଣ ଚାଲିଥାନ୍ତି। ସେମାନେ ସମସ୍ତେ ଥିଲେ ସଂଗ୍ରାମରେ ଶୂରବୀର ଓ ନାନା ପ୍ରକାର ମାୟା ରଚନାରେ ନିପୁଣ। ଅତ୍ୟନ୍ତ ବିଚିତ୍ର ସେନା ଶୋଭା ପାଉଥାଏ। ମନେ ହେଉଥାଏ ସତେ ଯେପରି ବୀର ବସନ୍ତ ତାର ସେନା ସଜାଇ ଆଣିଛି। ସେହି ସେନାର ଚାଲିରେ ଦିଗ୍ଗଜମାନେ ଥରି ଉଠିଲେ। ସମୁଦ୍ର ବିକ୍ଷୁବ୍ଧ ହୋଇଗଲା। ପର୍ବତମାନେ ଟଳମଳ ହେଲେ। ଏତେ ଧୂଳି ଉଡ଼ିଲା ଯେ ସୂର୍ଯ୍ୟ ଢାଙ୍କି ହୋଇଗଲେ। ବାୟୁ ରୁଦ୍ଧ ହୋଇଗଲା। ପୃଥିବୀ କ୍ଷୁବ୍ଧ ହେବାକୁ ଲାଗିଲା। ଢୋଲ ଓ ନାଗରା ସବୁ ପ୍ରଳୟକାଳୀନ ମେଘ ଗର୍ଜନ ସଦୃଶ ତୂର୍ଯ୍ୟନାଦରେ ବାଜୁଥାଏ। ଭେରୀ, ତୁରୀ, ସାହାନାଇ ଆଦି ରଣବାଦ୍ୟ ଯୋଦ୍ଧାମାନଙ୍କୁ ଉତ୍ସାହ ଦେବା ପରି ରାଗରେ ବାଜୁଥାଏ। ସବୁ ବୀର ସିଂହନାଦ କରୁଥାନ୍ତି। ସମସ୍ତେ ନିଜ ନିଜର ବଳ ପୌରୁଷ ବଖାଣୁଥାନ୍ତି। ରାବଣ କହିଲା, ହେ ଯୋଦ୍ଧାଗଣ, ତୁମେ ଭାଲୁ ବାନର ଦଳଙ୍କୁ ଦଳି ଦିଅ। ମୁଁ ସେହି ରାଜକୁମାର ଦୁଇ ଭାଇଙ୍କୁ ମାରିବି। ଏପରି କହି ସେ ନିଜ ସେନାକୁ ଆଗକୁ ଚଳାଇ ନେଲା। ଏହି ସମ୍ବାଦ ପାଇ ବାନରମାନେ ଶ୍ରୀ ରଘୁବୀରଙ୍କ ଜୟଧ୍ୱନି କରି ଧାଇଁ ଆସିଲେ।